ସ୍ୱାମୀଜୀ ଗୀତାରେ ଯୁଦ୍ଧ କଥା କୁହାଯାଇଛି। ଅର୍ଜୁନ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି, କୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି, ଅର୍ଜୁନଙ୍କ ଭିତରେ ବିଷାଦ ଆସୁଛି, ମୁଁ ମାରିବି, ମୁଁ କେମିତି ମାରିବି ମୋ ଭାଇମାନଙ୍କୁ। ସେତେବେଳେ ଭଗବାନ ଯୁଦ୍ଧର ଆବଶ୍ୟକତା ସମ୍ପର୍କରେ କହୁଛନ୍ତି। ତ କେତେବେଳେ ଯୁଦ୍ଧର ଆବଶ୍ୟକତା ପଡେ? ଯୁଦ୍ଧର କେତେବେଳେ ଆବଶ୍ୟକତା ନାହିଁ। ଆଉ କାହାକୁ ଧର୍ମ ଯୁଦ୍ଧ କୁହାଯାଏ? ଲୋକମାନେ ଜାଗା ପାଇଁ ଫାଇଟ୍ କରନ୍ତି। ଜାଗା କଣ ସେ ଫାଇଟ୍ ରେ ଜଏନ୍ କରେ ନା। ଲୋକ ସୁନା ଖଣି ପାଇଁ ଯୁଦ୍ଧ କରିବେ, ସେ କଣ ଜଏନ୍ କରୁଛି? ଈଶ୍ୱର ତୁମେ ଧର୍ମ ନାମରେ ବି ଯୁଦ୍ଧ କରିପାରିବ। ଭଗବାନ ହୁଅନ୍ତୁ କଣ ଫେଥ୍ ହଉ, ସିଏ କଣ କିଏ ଜଏନ୍ କରୁଛି ସେଠି? ତୁମେ ପାଣି ପାଇଁ ବନ୍ଦ କରୁଛ, ପାଣି ପାଇଁ ଲୋକମାନେ ଯୁଦ୍ଧ କରୁଛନ୍ତି, ନିଆଁ ପାଇଁ ଯୁଦ୍ଧ କରୁଛନ୍ତି, ସୀମା ପାଇଁ ଯୁଦ୍ଧ କରୁଛନ୍ତି। ସେମାନେ କେହି ମଣିଷ ସାଙ୍ଗରେ ଜଏନ୍ କରୁଛନ୍ତି ନା। କେବଳ ମଣିଷ ଭିତରେ ଫାଇଟ୍। ବର୍ତ୍ତମାନ ସମୟରେ ମନେ କରନ୍ତୁ, ମୁଁ ଆପଣଙ୍କୁ ଗୋଟେ ଇମାଜିନାରୀ ସିଚୁଏସନ କହୁଛି, ଭାରତ ପାକିସ୍ତାନ ଭିତରେ ଗୋଟେ ବିବାଦ ହଉଛି, ଧର୍ମ କାହା ସପକ୍ଷରେ ଅଛି? ଏଇଠି ପୃଥିବୀ ଅଛି ନା ନାଇଁ? କିନ୍ତୁ ଏଇଟା ହଉଛି ଓଡିଶା। ଯଦି ଆପଣ କହିବେ ଓଡିଶା, ଓଡିଶା, ବେଙ୍ଗଲ, ଆନ୍ଧ୍ରା ତଫାତ ହେଇଗଲେ। ଆଚ୍ଛା, ଓଡିଶାରେ ଯଦି କହିଦେବେ ଏଇଟା ସମ୍ବଲପୁର, ଏଇଟା ଢେଙ୍କାନାଳ, ଏଇଟା କଟକ, ଏଇଟା ପୁରୀ, ପୁରୀ ବାଲା, କଟକ କଟିଆ, ସମ୍ବଲପୁରିଆ, ତଫାତ ହେଇଗଲେ ନା ନାଇଁ? କଟକ ଭିତରେ ଚୌଧୁରୀ ବଜାର ଲୋକ, ରାଣୀହାଟ ଲୋକ, ତଫାତ ହେଇଗଲେ ନା ନାଇଁ? ତେଣୁ ଯେକୌଣସି ଜିନିଷ ଗୁଡାକ ଆପଣଙ୍କୁ ପୁରା ଭେଦଭାବ ସୃଷ୍ଟି କରୁଛି। ଗୋଟେ ନାଇସ୍ ସଂସ୍କୃତ ଶ୍ଲୋକ ଅଛି ଯେ ପୃଥିବୀ ମାତା କହୁଛି ଇଏ ଲୋକ ଗୁଡା ସବୁ ଭୂତ, ସମସ୍ତେ ମୋ ପାଇଁ ଯୁଦ୍ଧ କରୁଛନ୍ତି, କିନ୍ତୁ ଶେଷରେ ସମସ୍ତେ ମୋରି ଭିତରକୁ ଆସିବେ। ସମସ୍ତେ ମୋ ଭିତରକୁ ଆସିବେ। ଆଜି ସେଇ ଛଅଫୁଟରେ ପଶିବ ନା ନାଇଁ? ପୋଡା ହେଇଯିବ, ଜଳା ହେଇଯିବ, ନା ଗାତ ହେଇ ରହିଯିବ। ବିନା ଯୁଦ୍ଧରେ ପୃଥିବୀ ସମ୍ଭବ? ଅଫକୋର୍ସ। ଯୁଦ୍ଧ କେବଳ ଯୁଦ୍ଧ କ୍ଷେତ୍ରରେ ଲଢା ହୁଏନି, ଯୁଦ୍ଧ ବହୁ ଦୃଷ୍ଟିକୋଣରୁ ଲଢା ହେଇଥାଏ। ଭାରତ ଆଉ ପାକିସ୍ତାନ ଭିତରେ ଅନେକ ଥର ଯୁଦ୍ଧ ହେଇଛି, ସବୁବେଳେ ଉତ୍ତେଜନା ରହୁଛି। ଆଉ ଆପଣ ଜାଣିଛନ୍ତି କାଶ୍ମୀରରେ ପହଲଗାଁରେ ଯୋଉ ଘଟଣା ଘଟିଲା, ଏହା ପଛରେ ଭାରତ ପାକିସ୍ତାନକୁ ଦୋଷ ଦଉଛି, ପାକିସ୍ତାନ ଭାରତକୁ ଦୋଷ ଦଉଛି। ମିଡିଆ, ଗଣମାଧ୍ୟମ, ଆମେ ମାନେ ଆମର ନାରେଟିଭ ତିଆରି କରୁଛୁ, ଭାରତ ଆଉ ପାକିସ୍ତାନ ଭିତରେ ଯୁଦ୍ଧ ହେଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ସ୍ୱାମୀ ସୁଦାନନ୍ଦ ସରସ୍ୱତୀ ଆପଣଙ୍କୁ ଯୁଦ୍ଧ ସମ୍ପର୍କରେ କହିବେ। ସ୍ୱାମୀଜୀ, ଆପଣ ଭାବୁଛନ୍ତି କି ଯେ ଯେହେତୁ ଭାରତର ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହେଇଛି, ଧର୍ମ ପଚାରିକିରି ଗୁଳି ମରା ହେଇଛି, ବେଳେ ବେଳେ ଏଇଭଳି ହିଂସାର ଜବାବ ହିଂସାରେ ଦିଆଯିବା ଉଚିତ? ପ୍ରଥମେ ମୁଁ କହିବି, ଆମେ ବର୍ତ୍ତମାନ ଏଠି ଭାରତ ପାକିସ୍ତାନ ଯୁଦ୍ଧ ବିଷୟରେ ମୁଁ କିଛି କହିବାକୁ ଯାଉନି। ଯୁଦ୍ଧ ଆସ ଦୁନିଆରେ କାହିଁକି ଗୋଟା ହଉଛି? ବର୍ତ୍ତମାନ ଆପଣ ଭାରତ ପାକିସ୍ତାନ, ଇସ୍ରାଏଲ, ରଷିଆ, ୟୁକ୍ରେନ, ସବୁଆଡେ କିଛି ନା କିଛି ଲାଗିଛି। ଚାଇନା, ତାଇୱାନ, ଆମେ ସବୁଆଡେ କିଛି ନା ଯୋଉଠି ଦେଖିବ ଖାଲି କଣ ସେଇ ଯୁଦ୍ଧ। ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରୁ ଯୁଦ୍ଧ ଚାଲିଗଲାଣି। ତାରିଫ ୱାର, ଚାଇନା, ଆମେରିକା, ଅଲ ଓଭର ଦି ୱାର୍ଲଡ ଯୁଦ୍ଧ ଚାଲିଛି, ବାଣିଜ୍ୟ ଯୁଦ୍ଧ। ଶେଷରେ ଲୋକମାନେ ମରୁଛନ୍ତି। ଗୋଟେ ବାଟଲ ଫିଲ୍ଡର ଷ୍ଟକ୍ ଏକ୍ସଚେଞ୍ଜ ହଉ, ଯୁଦ୍ଧ ସବୁଠି ଚାଲିଛି। ସୋ ଲେଟ୍ ଅସ୍ ଅଣ୍ଡରଷ୍ଟାଣ୍ଡ ଦି ଜେନେସିସ୍ ଅଫ ଯୁଦ୍ଧ, କାହିଁକି ଯୁଦ୍ଧ ଗୁଡାକ ହୁଏ। ଓକେ, ପ୍ରଥମେ ଦେଖନ୍ତୁ, ଦୁନିଆରେ ଯଦି ଆପଣ ଦେଖିବେ ସାରା ଗ୍ରହ, ନକ୍ଷତ୍ର, ପୃଥିବୀ, ଯୋଉଗୁଡା ନ୍ୟାଚୁରାଲ, ହିମାଳୟ ହଉ, ଜଙ୍ଗଲ ହଉ, ମରୁଭୂମି ହଉ, କୋଉଠି ଯୁଦ୍ଧ ନାହିଁ। ଯୋଉଠି ମଣିଷ କେବଳ ସେଇଠି ଯୁଦ୍ଧ ଅଛି। ପଶୁପକ୍ଷୀଙ୍କ ଭିତରେ କଣ ଯୁଦ୍ଧ ହୁଏ? ଯୁଦ୍ଧ ହଉଛି ସର୍ଭାଇଭାଲ ଆଣ୍ଡ ପ୍ରୋକ୍ରିଏସନ। ମଣିଷ ପଶୁପକ୍ଷୀ ମାନଙ୍କ ଯୋଉ ଯୁଦ୍ଧ ହଉଛି, ଫାଇଟିଂ ଟେମ୍ପରାରୀ, ଓନ୍ଲି ଫର ୱେନ୍ ଦେ ହଂଗ୍ରି, ସେ ଭୋକ ହଉଛି, ନଟ୍ ଫର ମେଟିଂ ରାଇଟ୍, ପ୍ରୋକ୍ରିଏସନ। କିନ୍ତୁ ମଣିଷର କୋଉଠି ପାଇଁ ଯୁଦ୍ଧ ହଉଛି? ସବୁ ପ୍ରକାର ପଲିଟିକାଲ ବ୍ୟାଟଲ, ରିଲିଜିୟସ ହଉଛି, ସୋସିଆଲ ବ୍ୟାଟଲ, କାଷ୍ଟ, ଫେଥ୍, ବିଲିଫ, ସବୁଠି ହଉଛି। ସେଟା କେବଳ ଯୁଦ୍ଧ କ୍ଷେତ୍ରରେ ହୁଏ ନାହିଁ। ଆରମ୍ଭ ହଉଛି ଘରେ, ଘରେ ବି ନୁହେଁ, ଆରମ୍ଭ ହଉଛି ମଣିଷ ପାଖରେ। ସେଇ ଗୋଟେ ଏକ୍ସାମ୍ପଲ ଦେଖିଦେଲେ ଜାଣି ହେଇଯିବ ଯୁଦ୍ଧଟା କୋଉଠି ପ୍ରକୃତରେ ଏଇଟା ଆରମ୍ଭ ହଉଛି। ଯେମିତି ଆପଣ ଦେଖିଥିବେ, କୁକୁର ଦି ଚାରିଟା ଗୋଟେ ହାଡ ପାଇଁ କଳି କରୁଛନ୍ତି, ଗୋଟେ ବୋନ ପଡିଛି ସେଠି, କୁକୁର ସମସ୍ତେ ଯୁଦ୍ଧ କରୁଛନ୍ତି, ଫାଇଟିଂ କରୁଛନ୍ତି ନା ନାହିଁ? Dogs fight for bone, କିନ୍ତୁ bone doesn't join the fight. ହାଡଟା କଣ ଜଏନ୍ କରୁଛି ତାଙ୍କ ସାଙ୍ଗେ ଯୁଦ୍ଧ କରିବାକୁ? ଲୋକମାନେ ଜାଗା ପାଇଁ ଫାଇଟ୍ କରନ୍ତି, ଜାଗା କଣ ସେ ଫାଇଟ୍ ରେ ଜଏନ୍ କରେ?
लोक सुना खଣି ପାଇଁ ଯୁଦ୍ଧ କରିବେ ସେ କ'ଣ ଜଏନ୍ କରୁଛି ଈଶ୍ୱର ତୁମେ ଧର୍ମ ନାମରେ ବି ଯୁଦ୍ଧ କରିପାରିବ ଭଗବାନ ହୁଅନ୍ତୁ କ'ଣ ଫେଥ୍ ହଉ ସିଏ କ'ଣ କିଏ ଜଏନ୍ କରୁଛି ସେଠି ତୁମେ ପାଣି ପାଇଁ ବନ୍ଦ କରୁଛ ପାଣି ପାଇଁ ଲୋକମାନେ ଯୁଦ୍ଧ କରୁଛନ୍ତି ନିଆଁ ପାଇଁ ଯୁଦ୍ଧ କରୁଛନ୍ତି ସୀମା ପାଇଁ ଯୁଦ୍ଧ କରୁଛନ୍ତି ସେମାନେ କେହି ମଣିଷ ସାଙ୍ଗରେ ଜଏନ୍ କରୁଛନ୍ତି କି କେବଳ ମଣିଷ ମଣିଷ ଭିତରେ ଫାଇଟିଂ କରୁଛି ଏଇ ଫାଇଟିଂଟା କୋଉଠି ବିଗିନ ହଉଛି ଯେମିତି ଏଇଟା ଘରେ ଟିକେ ଘରେ ଗୋଟେ ବାପା ଅଛନ୍ତି ବୋଉ ଅଛି ଛୁଆ ଅଛନ୍ତି ବଢିଆ ପରିବାର ଖୁସିରେ ଚାଲିଛନ୍ତି 10-15 ବର୍ଷ ବାଦ ଯେତେବେଳେ ଛୁଆମାନେ ବଡ ହେଇଗଲେ ପରସ୍ପର ଭିତରେ ଯୁଦ୍ଧ ଆରମ୍ଭ ହେଇଗଲା ମା ବାପାଙ୍କ ଭିତରେ ଯୁଦ୍ଧ ଆରମ୍ଭ ହେଇଗଲା ଡିଭୋର୍ସ ହଉଛନ୍ତି ଆଉ ତାପରେ ପିଲାମାନେ ଆଉ ମାଙ୍କ ଭିତରେ ତାଙ୍କ ବାପା ମାଙ୍କ ଭିତରେ ଯୁଦ୍ଧ ହଉଛି ସିଏ ବି ଗୋଟେ ବିଶ୍ୱଯୁଦ୍ଧ ତାଙ୍କର ଛୋଟ ପରିବାରର ଛୋଟ ବିଶ୍ୱରେ ଦୁନିଆରେ ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ଏକ୍ଜାକ୍ଟଲି ସବୁ ସିଏ ହଉନି ଯୁଦ୍ଧ ହଉଛି ନା ନାଇଁ ଆଚ୍ଛା ସେଇଟାକୁ ଯେତେବେଳେ ତୁମେ ଏକ୍ସଟେନସନ କରିଦଉଛ ଗାଁରେ ଦି ସାହି ହେଇଗଲେ ସେ ଯୁଦ୍ଧ ହେଲା ଗାଁ ଭିତରେ ଯୁଦ୍ଧ ଗାଁ ଭିତରେ ଯୁଦ୍ଧ ସେଠୁ ଦେଶ ଇଏ ପ୍ରଦେଶ ସେ ପ୍ରଦେଶ ଭିତରେ ଯୁଦ୍ଧ ସେଠୁ ଦେଶ ନ୍ୟାସନାଲ ଫାଇଟିଂ ଦେନ୍ ଇଣ୍ଟରନ୍ୟାସନାଲ ୱାର୍ଲଡ ୱାର ଏମିତି ହବ କି ଆମେ ଯଦି କାଲି ଯାଇକି ଜହ୍ନରେ ପହଞ୍ଚିବା ଆଉ କି ମାର୍ସରେ ଗୋଟେ କରିବା ସେ କଲୋନି କରିବା then will be Martian and stellar interplanetary flight ହବ intergalactic flight ବି ହବ କିଏ ଫ୍ଲାଇଟ୍ କରିବ ମଣିଷ ମଣିଷ ଛଡା ଯୁଦ୍ଧ ନାହିଁ ସେ ମଣିଷ ଯୁଦ୍ଧ ମଣିଷ କାହିଁ ଯୁଦ୍ଧ କରେ ଏକ୍ଜାକ୍ଟଲି ଆମେ ଯଦି ସେଇ ଗୋଟାକ ବୁଝି ନବା ଆମ ନିଜ ଜୀବନରେ ଯୁଦ୍ଧ କମିଯିବ ସମସ୍ତଙ୍କ ସାଙ୍ଗରେ ବି ସମସ୍ତଙ୍କ ଜୀବନରେ ବି ଯୁଦ୍ଧ କମିଯିବ ଆମେ ଖୁସିରେ ରହିବା ତ ମଣିଷ କାହିଁ ଯୁଦ୍ଧ କରେ କାହିଁ କରୁଛି ସେଇଟା ଦେଖ ଯେତେବେଳେ ଦି ଭାଇ ସାଙ୍ଗ ହେଇ ବୁଲୁଛନ୍ତି ସେମାନଙ୍କର କିଛି ସାଙ୍ଗ ହେଇଯିବ ଦୁଇ ଯାକ କିଛି ସମୟ ଯେତେବେଳେ ବାପା ଚାଲି ସେ ବଡ ବୁଢା ହେଇଗଲେ ये घरटा तुमर कि मोर ये गहना तुमर कि मोर ये जगह तुमर ना मोर दुई भाई शत्रु हो जाती ना ना से जो इच्छा गुड़ा कौट आरंभ हो भगवत गीतार गोटे लाइन मुझे कहली बहुत सुंदर जिन कहीं लोकर युद्ध आरंभ है बिना इच्छा कहीं युद्ध करते जदि आप कि गोटे फाइट कर कहीं कांचु कि कहीं कली कर कहीं रागिचु मत गोटे रसगोला देला मत से देला नहीं मोर गोटे खेलना दरकार था से देला नहीं युद्ध गोटे आरंभ हो कौटू आम भावुँ आम दी भाई भर युद्ध आरंभ हो नुहे यहाँ आरंभ हो निज मन भितर आरंभ होमती भगवान गोटे ब्यूटीफुल वर्स कहले समस्त बुझीज स्टेप बाय स्टेप विषयान ध्यायते पुंसः संगतेषु उपजायते जस्ट क्विकली फिनिश संगात संजायते कामः कामात् क्रोधः क्रोधात् सम्मोहः सम्मोहात् स्मृतिविभ्रम स्मृतिभ्रंशात् बुद्धिनाश बुद्धिनाशात् प्रणश्यति ये युद्धटा आरंभ हो मनुष्यर कौटू ना जोटा गोटे इच्छा डिजायर केमिति कौन आम जदि किसी अननोन आम जदि किसी गोटे जिनिस न जानिजे आम ताप कौन गोटे इच्छा करें अजना जिन कौन आप इच्छा करेंगे जिते आम प्रथम छुआ बेले आम जन्म होइजे कि जन्म युद्ध करूँ एमती गोटे लोक जन्म बदमाशिया जन्म आंग्री जन्म है बो बो मुझे जाबिना मत गोटे ये खाइब दे सेमती जन्म कहीं कि ना समस्त बढ़िया कि जिते आरंभ होगा आम देखा शुणा सब आरंभ है मनकर गोटे चॉकलेट आप खाइले प्रथम ये खाइला बेलू भल लगे से जो भावनाटा सृष्टि है सेटा हूँ स्मृति से भावनार सृष्टि है भावनार सृष्टि है दीटा जिनस आम जो चाखिले मीठाटा भल लगिपे खराब लगिपे जदि भल लगिला आ गोटे हाँ कि दे खराब लगिला थाऊ यहाँ कौटी कर मन भितर कारण जमी चखीदेला आम भाई मन भितर कौन यहाँ चॉकलेट हाँ चॉकलेट दरकार से भाभी भाविक ध्यायतः विषयान पुंस पर्सन जो जोड़ा भल लगिला से विषय से भावी चलो भावी चले से गोटे कामनार परिणत है माने गोटे मोर चॉकलेट दरकार से हिसाब से तुम जब गोटे जिस न जाच से विषय तुम इच्छा है कि कामना रही पार जमती जेटा होगा से कौन है काम कामात क्रोध से जो भावना आसला मोर से जिनटा दरकार मोर से जिन दरकार आम दी भाई आम घर अच्छु चॉकलेट थुआई मोर इच्छा हो खाइबा तार भी इच्छा हो खाइबा जो बो आसिक दब बो गोटे तुम राग जदि तुम्हें पाइल तुम मन खुशी खुशी है बेले कौन से भावना चलीगला आउ थे हाँ कि लोभ आसला जी न पाइला क्रोध
ରାଗିଯିବ ମୁଁ ଭାବୁଛି ମୁଁ ଦଉନି ରାଗ ହେଇଯିବ ଯେତେବେଳେ ତା ମନରେ ରାଗ ହେଇଯିବ କାହିଁକି ମୁଁ ଏଇଟା ପାଇଲି ନାହିଁ ବୋଉ ଦେଲା ନାହିଁ କିମ୍ବା ଏ ମୋ ଭାଇ ଛଡ଼େଇକିରି ନେଲା ସେତେବେଳେ ସେ ଭାଇ ଭାଇର ସମ୍ପର୍କ ଚାଲିଗଲା ମା ପୁଅର ସମ୍ପର୍କ ଚାଲିଗଲା ତାର ସେଇଠି ହେଲା ପ୍ରଥମ ଯୁଦ୍ଧ ତାପରେ ସେଇଟା ପରିଣତ ହେବ କେତେବେଳେ ଚାକିରିରେ ସେଠୁ ପଇସାରେ ସେଠୁ ଜମିରେ ଘରେ ତାଙ୍କର ବିଶ୍ୱଯୁଦ୍ଧ ଆରମ୍ଭ ହେଇଯିବ ଏ ଜମିଟା ଏ ଜାଗାଟା ମୋର ଏ ଘରଟା ମୋର ସେ ଘରଟା ତୋର ସେ ଜାଗାଟା ତୁ ଯାଇପାରିବନି ଏ ଜାଗାଟା তুমি ଯାଇପାରିବନି ଯୁଦ୍ଧରେ କ'ଣ ହଉଛି ସୀମା ବିବାଦ ହଉଛି ନା ନାହିଁ ଏଗୁଡ଼ା ସବୁ ସୀମା ବିବାଦ ନୁହେଁ କ'ଣ ଘରଟା ହେଲେ ସୀମା ବିବାଦ ନୁହେଁ ଗୋଟାଏ ଘରକୁ ଦି ଭାଗ କରିବ ଗୋଟାଏ ଭାଗରୁ ତୁ ସେପାଖ ଯାଇପାରିବନି ଏପାଖ ଯାଇପାରିବ ନାହିଁ ଏଇଟା ବିଶ୍ୱଯୁଦ୍ଧ ସେଇଠୁ ଆରମ୍ଭ ହଉଛି ଘରୁ ଆରମ୍ଭ ହଉଛି ଘରୁ ନୁହେଁ ମଣିଷ ମୁଣ୍ଡରୁ ମଣିଷ ମୋର ଏଇଟା ଦରକାର ସେ ରାଗିଗଲା ଯଦି ଏଥିରେ ରାଗିଗଲା କ୍ରୋଧ ଆଗେ ହେଇଗଲା କ୍ରୋଧାତ ସମ୍ମୋହ ଭୁଲି ଯାଉଛି ରାଗି ଯାଉଛି ସେ ଭୁଲି ଯାଉଛି ଯେ ଇଏ ମୋ ଭାଇ ଇଏ ମୋ ବୋଉ ମୁଁ ତାଙ୍କୁ କିଛି କରିବା କଥା ନୁହେଁ ମନୁଷ୍ୟତ୍ୱ ଚାଲିଗଲା ସ୍ୱାମୀଜୀ ଗୀତାରେ ଯୁଦ୍ଧ କଥା କୁହାଯାଇଛି ଅର୍ଜୁନ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି କୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି ଅର୍ଜୁନଙ୍କ ଭିତରେ ବିଷାଦ ଆସୁଛି ଯେ ମୁଁ ମାରିବି ମୁଁ କେମିତି ମାରିବି ମୋ ଭାଇମାନଙ୍କୁ ସେତେବେଳେ ଭଗବାନ ଯୁଦ୍ଧର ଆବଶ୍ୟକତା ସମ୍ପର୍କରେ କହୁଛନ୍ତି କରେକ୍ଟ ତ କେତେବେଳେ ଯୁଦ୍ଧର ଆବଶ୍ୟକତା ପଡେ ଯୁଦ୍ଧର କେତେବେଳେ ଆବଶ୍ୟକତା ନାହିଁ ଆଉ କାହାକୁ ଧର୍ମ ଯୁଦ୍ଧ କୁହାଯାଏ ଯୁଦ୍ଧଟା କୌଣସି ଆବଶ୍ୟକତା ନାହିଁ ଯଦି ମଣିଷ ନିଜକୁ ବୁଝିଯିବ କାହିଁକି ନା ଏଇ ଯୋଉ କହିଦିଅନ୍ତୁ ଗୋଟେ ବଡ ଭାଇଟେ ତୁ ତା ସାଙ୍ଗେ କାହିଁ କରିପାରୁଛୁ ସେ ଛୋଟିଆଟେ ତାକୁ ଦେଇଦେ ସିଏ ଯଦି ଦେଇଦେଲା ଯୁଦ୍ଧ ବନ୍ଦ ହେଇଗଲା ଆଚ୍ଛା ମନେକର ଏଇ ଛୋଟିଆକୁ ବୁଝେଇଦେଲେ କହିଲେ ତୁ ଅଝଟ ହନା କାହିଁକି ଅଝଟ ହଉ ସେ କିଛି ରଖୁ ସିଏ ବନ୍ଦ ହେଇଗଲା ସିଏ ଯୁଦ୍ଧ ବନ୍ଦ ହେଇଗଲା ନା ନାହିଁ କିନ୍ତୁ ଯେତେବେଳେ ଆଡଲ୍ଟ ୱାର୍ଲଡରେ ପରସ୍ପରକୁ ବୁଝିବାର ଆଉ ସମ୍ବନ୍ଧ ଆଉ ସେ ସମୟ ନାହିଁ ସମ୍ବନ୍ଧ ନାହିଁ ତା ଦ୍ୱାରା କ'ଣ ହଉଛି ରୁଷିଆ କହୁଛି ଏଇଟା ମୋର ୟୁକ୍ରେନ କହିଲା ଏଇଟା ମୋର ଭାରତ କହିଲେ ଏଇଟା ମୋର ପାକିସ୍ତାନ କହିଲା ସେଇଟା ମୋର ଚାଇନା ଯେ ସାରା ପୃଥିବୀରେ କେତେ ପ୍ରକାର ଯୁଦ୍ଧ ହଉଛି ଶୁଣନ୍ତୁ କେତେ ପ୍ରକାର ରାଜନୀତି କ୍ଷେତ୍ରରେ ଯୁଦ୍ଧ ହଉଛି ତ ଭଗବାନ ଗୀତାରେ ଯୋଉ କହିଛନ୍ତି ଯୁଦ୍ଧର ଆବଶ୍ୟକତା ଅଛି କେତେବେଳେ ଯୁଦ୍ଧର ଆବଶ୍ୟକତା ନାହିଁ ଯୁଦ୍ଧଟା ଯେତେବେଳେ ସୃଷ୍ଟି ହବ ନିଜ ମନ ଭିତରେ ସୃଷ୍ଟି ହବ ସେତିକିବେଳେ ତୁମେ ତାକୁ କେମିତି ରିଜଲ୍ଭ କରିବ ହଁ ତ ଯୁଦ୍ଧ ସପକ୍ଷରେ ତ କୃଷ୍ଣ ବୁଝେଇଛନ୍ତି କାହିଁକି ବୁଝେଇଛି କ'ଣ ଯୁଦ୍ଧକୁ ଖାଲି ମଜାରେ ବୁଝେଇଛି କାହିଁକି ବୁଝେଇଛି ଯୁଦ୍ଧଟା ହଉଛି ଲାଷ୍ଟ ରିସର୍ଟ ଆମର ଯୋଉଟା କି ଟ୍ରାଡିସନରେ କୁହାଯାଇଛି ସାମ ଦାନ ଭେଦ ଦଣ୍ଡ ପନିଶମେଣ୍ଟ ହଉଛି ଲାଷ୍ଟ ରିସର୍ଟ ମନେ କରନ୍ତୁ ଆପଣ ଦି ଭାଇ ଆମର ଗୋଟେ ଜମି ସକାଶେ କଳିଗଲା ଘର ଭାବନ୍ତୁ ଜମି ସକାଶେ ଦେଶରେ ଭାବନ୍ତୁ ସୀମା ସକାଶେ କଳିଗଲା ପ୍ରଥମ ଷ୍ଟେପ ହଉଛି ସାମ ୱି ଆର୍ ଫ୍ରେଣ୍ଡସ୍ ଆମେ ସାଙ୍ଗ ସବୁ ତୁମେ ବି ରହିବ ଆମେ ବି ରହିବା ଆଜି କହନ୍ତି ନେଭର ୟୁ ଡୋଣ୍ଟ ହାଭ୍ ଚଏସ୍ ଫର ନେଭର ତୁମେ ବି ରହିବ ଆମେ ବି ରହିବା ସାଙ୍ଗ ହେଇ ରହିଯିବା ବେଳେ ବେଳେ ସେଇଟା ବି ସମସ୍ୟା ସମାଧାନ କରିଦିଏ ତା ନହେଲେ ଦାନ ମାନେ ମୁଁ କିଛି ଛାଡି ଦଉଛି ତୁ କିଛି ଛାଡ଼ିଦେ ଦାନ ମୋର ଦରକାର ନାହିଁ ଏତିକି ତୁ ଫୁଟେ ନେଇଯା 10 ଫୁଟ ନେଇଯା 10 ମାଇଲ ନେଇଯା ମୁଁ 10 ମାଇଲ ନେଇଯାଉଛି ଦାନ ସେଥିରେ ବି ସମାଧାନ ହେଇଯିବ ନହେଲେ ଭେଦ ମାନେ ତୁମେ ଦି ଜଣ ଯାକ ସମାଧାନ କରିପାରୁନ କୂଟନୀତି ଯେ କମନ ଫ୍ରେଣ୍ଡ ଯେମିତି ପାଣ୍ଡବ କୌରବ ଆସିଲେ ପାଣ୍ଡବ ମାନେ କ'ଣ କହିଲେ ଆରେ ଭାଇ ଭାଇ କାହିଁ କରିପାରିବା ସେଇଠୁ ଦାନ ସବୁତିକ 5 ଭାଇ ଭଉଣୀ 5ଟା ଜାଗା ଦେଇଦିଅ 5ଟା ଷ୍ଟେଟ୍ ଦେଇଦିଅ ଗୋଟେ ଷ୍ଟେଟ୍ରେ 5ଟା ତହସିଲ ଦେଇଦିଅ ଗୋଟେ ତହସିଲ 5ଟା ଗାଁ ଦେଇଦିଅ ଗୋଟାଏ ଗାଁରେ 5ଟା ଘର ଦେଇଦିଅ ଏଗୁଡ଼ା ସୂଚ୍ୟଗ୍ର ମେଦିନୀ ବି ମୁଁ ଦେବିନି ଦାନ ଚାଲିଗଲା ତାର କାମ ଆଉ ହେଇପାରିବନି ଭେଦ ସେଇଠୁ ସେମାନେ ଗଲେ କୃଷ୍ଣଙ୍କ ପାଖକୁ ଯେ ଆସନ୍ତୁ ଆପଣ ଆମ ଦି ଜଣଙ୍କୁ ସମାଧାନ କରେଇ ଦିଅନ୍ତୁ ତାହା ହେଲା ଭେଦ ସିଏ ଆସି ଦି ଜଣଙ୍କୁ ବୁଝେଇଦେବେ ସମସ୍ତେ ସାଙ୍ଗ ଏଇଟା ମୋର ସମସ୍ତେ ସାମ ଦଣ୍ଡ ଭେଦ ଯଦି ନହେଲା ଶେଷରେ ଯାଉଛି ଦଣ୍ଡ ଯୁଦ୍ଧ ଲାଷ୍ଟ ରିସର୍ଟରେ କାହାର ଲାଭ ହବ କାହାରି ଲାଭ ହବନି କାରଣ ଅର୍ଜୁନର ମୁଣ୍ଡ କାହିଁ ଖରାପ ହେଲା କହିଲା ମୁଁ ଯଦି ଏଠି ଯୁଦ୍ଧ କରିବା ମୋର ଦରକାର ହବ ଯଦି ମୁଁ କରିବି ଭୀଷ୍ମକୁ ମାରିବି କର୍ଣ୍ଣକୁ ମାରିବି ଦ୍ରୋଣକୁ ମାରିବି ସମସ୍ତଙ୍କୁ ମାରିବାକୁ ପଡିବ ଖାଲି ସେମାନେ ତ ମରିବେନି ଆମେ ବି ମରିବୁ ମୋର ଏ ଯୁଦ୍ଧ ଦରକାର କିନ୍ତୁ କୃଷ୍ଣ ଜଷ୍ଟିଫାଏ କଲେ ରାଇଟ୍ ଯେ ତତେ ମାରିବା ଦରକାର ରାଇଟ୍ କାହିଁକି ଆଜି ସପୋଜ ସିଏ ଅର୍ଜୁନ ଗୋଟେ ସାଧାରଣ ଲୋକ ହେଇଥାନ୍ତା ସେଟାକୁ କହିଥାନ୍ତୁ ପଳେଇ ଯାଇକି ଯାହା କରୁଛି ନାହିଁ ଅର୍ଜୁନ ହଉଛି ରାଜପୁତ୍ର ହି ଦ କିଙ୍ଗ ଯଦି କିଙ୍ଗ ପଳାୟନ ପନ୍ଥୀ ହେଇଯିବ ସାରା ରାଜ୍ୟ ଖରାପ ହେଇଯିବ କାରଣ ତୁମେ ଯେତେବେଳେ ଭଲ ଲୋକ ପଳେଇ ଯାଉଛ ଖରାପ ଲୋକ ନାଚୁରାଲି ମାଡ଼ି ବସିବେ ସୋ ୟୁ ଆର୍ ନଟ୍ ଫାଇଟିଂ ୟୁର ବ୍ରଦର
से जिते दुई पाखे जिते महाभारत युद्ध से अर्जुन हो सेनापति कृष्ण कहला सेनयोरुभर मध्य रथम स्थापयम अच्युत हे अच्युत ये दीजाक सेना मध्य रथ रख कमांडिंग कृष्णा रथम स्थापय मो रथ रख दीटाक सेना मध्य मो रथ रख कृष्णा से कहते मो अस्त्र धरबि से नहीं रखिदे आंड कौन कहले समवेतान कुरुन पश्य समय कुरुन माने ये जो लोक मैंने अच्छा समवेतान शत्रुन पश्य से शत्रु देख तुम्हें देखियो भाई भाई जान युद्ध कर शत्रु देखले ही युद्ध कर सी समवेतान कुरुन पश्य शत्रुन पश्य किंतु सी कौन देखला शत्रु न देखिकी से देखला भ्रातृणान मातुरान पितृन श्वशुरान भाई बंधु कुटुंब सब देखला केमी युद्ध कर गुरु द्रोणाचार्य भीष्म यदि केमी युद्ध कर सी कहला मु पड़े छाड़ दे से कहले तुम गोटे मिस्टेक कर तुम्हें हूँ राजा तुम धर्म हूँ तुम्हें चलीगला राज्य खराब हो एज ए प्रिंस यू फाइट द बैटल एज ए किंग यू फाइट द बैटल एज ए पर्सन यू हैव नथिंग टू डू बट गोटे जड़े युद्ध करवा आवश्यक को परिस्थिति रे युद्ध करिवार आवश्यकता अछि कृष्ण बुझेचंती ना नाही एग्जैक्टली धर्म रो रक्षा पई युद्ध हवा दरकार धर्म माने हां एग्जैक्टली धर्म रक्षा पई युद्धटा करबा निहाती जरूरी हां तो धर्म जदि मु आपन को कहे एटा गोटे महाभारत युद्ध रे सिना से तांको किछि देले नै तांको अधिकार को छडे नेले सेति पई धर्मटा स्पष्ट दे जदि न्यायपालिका सेतले थांता सुप्रीम कोर्ट थांता से कहिथने पांडव मानकर राइट्स अछि तबे तांको राइट्स टा काई छडे नउछ तो वर्तमान समय रे मन्ने करंतु मु आपन गोटे इमेजिनरी सिचुएशन कहूची भारत पाकिस्तान भीतर गोटे विवाद होची तो धर्म कहा सपक्ष रे अछि जदि को सेति एति धर्म नै दुईटी राष्ट्र लढुछ से जो एटा को बुझिया पड़िबो बहुत गंभीर जिनस सुंदर जिनस सहज बुझी आम जो सृष्टि देखुचे सृष्टि देखुचे आम समस्त पाठ पढ़ीचे स्कूल कॉलेज यूनिवर्सिटी गला बेलू आमको कौ विषय पढ़ा जाए दुनिया विषय पढ़ा जाए ग्रह नक्षत्र गोटे पृथ्वी पानी पवन सब यही पढ़ा जोटा कहते सृष्टि विषय सेकुलर सब्जेक्ट ईश्वर विषय कहीं पढ़ा जाए कहीं पढ़ाए कि ना सी गोटे किए गपी दौ गप कहते तुम गाँव में घरे रहा बेले सब शुणुव से अलग कथा से संस्कार अलग कथा कि स्कूल कॉलेज गला बेलू आमको पढ़ा जाए फिजिक्स केमिस्ट्री हिस्ट्री मैथमेटिक्स से सब पढ़ा जाए ना से कौन सेकुलर वर्ल्ड राइट सो दुईटा विषय रही दुनिया गोटे हूँ क्रिएशन आ गोटे हूँ क्रिएटर सृष्टि और स्रष्टा सृष्टि विषय जो तुम पढ़ुच से सेकुलर सब्जेक्ट स्रष्टा विषय जो पढ़ुच ईश्वर तुम जो विश्वास रही से रिलीजियस सब्जेक्ट सो रिलीजन से स्रष्टा विषय विभिन्न लोकंर विभिन्न मत भगवान विषय समस्त कौन एकमत कहीं एकमत हो पारे तेणु दुई प्रकार ऑब्सेशन दुनिया आसे सम पीपल आर सेकुलर फैनाटिक केवल ये दुनिया भगवान ना क्यों गोटे रिलीजियस फैनाटिक केवल ईश्वर गॉड आउ कहीं ना ता भितर बहुत युद्ध कहीं एक्स गॉड वाई गॉड मो ना नौनी रिलीजन मान विभिन्न प्रकार रिलीजन विभिन्न प्रकार गॉड कनसेप्ट से माने देले से सब रिलीजियस रिलीजियस किंतु प्रकृति रे इंपोर्टेंट किए आपण निजे कहते सृष्टि इंपोर्टेंट सृष्टिटा बहुत गुरुत्वपूर्ण स्रष्टा बहुत गुरुत्वपूर्ण ना मनीष बहुत गुरुत्वपूर्ण हु इज मोर इंपोर्टेंट मनीष एक्जाक्टली मनीष इंपोर्टेंट सृष्टि थिला बेली किसी खराब ना युद्ध भी ना कि शांति भी ना भगवान थांतु न थांतु से युद्ध ना कि शांति ना मनीष जो कल्पना सब अच्छी विभिन्न प्रकार कल्पना ईश्वर ना से युद्ध मनीष ये दुनिया ना जो प्रकार विभिन्न जो प्रकार कल्पना सब कर युद्ध जमी आमर कौन थी 7टा महादेश 220 कंट्री एगुड़ा सब थी कौन आगु किए कौन युद्ध करता से विषय से कहीं सीमा विवाद कौट था जिते बड़े मनीष पाठ पढ़ला कौन हो आरंभ हो पूरा मनीषर गोटे निज विषय से जापर से कह गोटे सेकुलर फैनाटिक मोर भगवान को विश्वास ना सो तांको भीतर रहा कि प्रकार सेकुलर सब्जेक्ट केमी युद्ध हम इकोनॉमिकली यू कैन फाइट
ଇକୋନୋମିକାଲ କଲୋନିଆଲିଜିମ୍ ଆଗେ କାଳେ 100 ବର୍ଷ ତଳେ ଲୋକ ଯାଇକିରି ଦେଶ ମାନଙ୍କୁ କଣ୍ଟ୍ରୋଲ କରୁଥିଲେ। ଆଜି ତୁମେ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ କଣ୍ଟ୍ରୋଲ କର, ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜ କଣ୍ଟ୍ରୋଲ କର, ବ୍ରିଟିଶ ଷ୍ଟକ୍ ଏକ୍ସଚେଞ୍ଜ କଣ୍ଟ୍ରୋଲ କର, ଯୁଦ୍ଧ ମାରିଦେବ ସମସ୍ତ ଲୋକ ମାରିଦେଇ ପାରିବେ ନା ନାଇଁ? ଆଜି କଣ ହେଲା, ପାକିସ୍ତାନ ଯେତେବେଳେ ଦେଲେ ତୁମର କହିଦେଲେ ଯୁଦ୍ଧ ଯେ ପାଣି ଦିଆହବ ନାହିଁ, ସେ କହିଦେଲେ ତୁମର ଆକାଶ ସୀମା ବନ୍ଦ। ଦେଖିଲେ ତ ଆଜି ନ୍ୟୁଜ ପେପରରେ ଇଣ୍ଡିଗୋ 8,000 କୋଟି ଟଙ୍କା ବୁମ୍ ଗୋଟେ ଦିନରେ, 3.5% ସବୁ ଷ୍ଟକ୍ ଗଲା। ବୁଦ୍ଧିଜୀ ଗଲେ ହବ ନା ନାଇଁ, ସବୁଆଡେ ହବ ନା ନାଇଁ? ତାରିଫ ୱାର ହେଇଗଲା ଯେତେବେଳେ ଟ୍ରମ୍ପ ପକେଇଦେଲେ ସବୁ ଆକାଶ, ତାଙ୍କର ନିଜର ଭୟଙ୍କର ଭୟଙ୍କର ନଷ୍ଟ ଚାଲିଛି, ଚାଇନାର ବି ନଷ୍ଟ ଚାଲିଛି, ସାରା ଦୁନିଆରେ ସମସ୍ତ ହଇରାଣ। ଇନଫ୍ଲେସନ, ଡିପ୍ରେସନ, ଅଲ୍ ଦ୍ୟାଟ୍ ଷ୍ଟିକ୍, ଏଗୁଡା ଆମେ ଏଗୁଡା ସବୁ ବୁଝିପାରୁନୁ। କାହିଁକିନା ଆମେ ଭାବୁଛୁ ଯୁଦ୍ଧ ମାନେ ଖାଲି ଗୁଳି ମାରିବା, କିନ୍ତୁ ଲୋକଙ୍କୁ ଗୁଳି ମାରିବା ଦରକାର, ପାଣି ବନ୍ଦ କରିଦେଲେ ଲୋକ ମରିଯିବେ। ଇସ୍ରାଏଲ ଲୋକ ଯଦି ବନ୍ଦ କରିଦେଲେ ବାହାର କୌଣସି ଜିନିଷ ଆସିପାରିବ ନାହିଁ, ସେ ଲୋକ ସେଠି ମରିଯିବେ। କେତେ ପ୍ରକାର କଣ୍ଟ୍ରୋଲ ମାରି, ଏଠି ଧର୍ମ କୋଉଠି ଅଛି? କିଏ କରୁଛି? କାହା ସପକ୍ଷରେ ନ୍ୟାୟ ଅଛି? ଏଠି କିଏ ସୃଷ୍ଟି କରୁଛି? ଆକୁ ମଣିଷ ସୃଷ୍ଟି କରୁଛି। ମଣିଷ ସପକ୍ଷରେ ଧର୍ମ ଅଧର୍ମ ଯିବ ନାହିଁ। ଶୁଣନ୍ତୁ, ଭଗବାନଙ୍କ ବିଷୟରେ କଥା କହିବା ମାନେ ଧର୍ମ ନୁହେଁ, କି ଦୁନିଆ ବିଷୟରେ ଭାବିବା ଅଧର୍ମ। ସ୍ୱାମୀଜୀ, ମୋର ପର୍ଟିନେଣ୍ଟ କ୍ୱେଶ୍ଚିନ୍ ଆପଣଙ୍କୁ, ତ ଆପଣ ଯେତେ କଥା କୁହନ୍ତୁ ବୁଲେଇ, ଲାଷ୍ଟରେ ତ କୁରୁକ୍ଷେତ୍ରରେ ଯୁଦ୍ଧ ହବ ବୋଲି ନିଜେ କୃଷ୍ଣ କହିଲେ ନା ନାଇଁ? ନ୍ୟାଚୁରାଲି ସେଟା କଥା ସବୁତିକ ତୁମେ ଚାଲିଗଲା ପରେ, ଯେତେବେଳେ ଦାନ ଭେଦ ଚାଲିଗଲା, କଣ ଅଛି ବାଟ? ୟୁ ହାଭ ଟୁ ଫାଇଟ୍। ତ ଆପଣ କହୁଛନ୍ତି ଯୁଦ୍ଧଟା ଲାଷ୍ଟ ରିସୋର୍ଟ, ଶେଷ ପନ୍ଥା। ବଟ୍ ଟୁଡେ ଯୁଦ୍ଧ ଇଜ ଦ ଫର୍ଷ୍ଟ ରିସୋର୍ଟ। ଆମର ଦୁନିଆରେ ସବୁ। ତ ଆପଣ ମନେ କରନ୍ତୁ, ଆପଣ ଭାରତରେ ଅଛନ୍ତି ବା ପାକିସ୍ତାନରେ ଅଛନ୍ତି ବା ଗୋଟେ ନ୍ୟୁଟ୍ରାଲ ପ୍ଲେସରେ ଅଛନ୍ତି, ତ ଆପଣ ଯଦି ଭାବିବେ ଯେ ଧର୍ମ କାହା ସପକ୍ଷରେ ଅଛି? ଧର୍ମ କାହାର ସପକ୍ଷରେ ନାହିଁ, ବା କିଏ ଯୁଦ୍ଧ କରିବା ଉଚିତ? ଧର୍ମ ଗୋଟେ କଣ, ସେଇ ଧର୍ମଟା ଭାରି ଲୋଡେଡ ୱାର୍ଡ। ଗ୍ରାଭିଟି କାହା ସପୋର୍ଟରେ ଅଛି? ଗ୍ରାଭିଟି ଗୋଟେ ପାୱାର, କାହା ସପୋର୍ଟରେ ଅଛି? ମଣିଷ ଜୀବନ ଦେଖନ୍ତୁ ଆପଣ, ନିଜ ଦେହ ଆଉ ଘରୁ ଆରମ୍ଭ କରନ୍ତୁ ନା। ଛୋଟିଆରୁ ଲୋକ ଆରମ୍ଭ କରି ବିରାଟ ବିରାଟ କଥା ବୁଝ ଯାଉଛନ୍ତି। ଶୁଣନ୍ତୁ, ଆପଣ ଯଦି ଗୋଟେ ପାଣିର ସତ୍ୟତାଟାକୁ ବୁଝିବାକୁ ଚାହିଁବେ, ସମୁଦ୍ର ପୁରା ପୁରା ପାଣି ନେବେ ଘର ଭିତରୁ, ନା ଗୋଟେ ଠୋପା ନେବେ? ଗୋଟେ ମଲିକୁଲ ନେଲେ 2 atoms of hydrogen, 1 atom of oxygen, ସେ ହେଇଗଲା ମଲିକୁଲ। ଆପଣ ଯେତେବେଳେ ଯାଉଛନ୍ତି ବ୍ଲଡ ରକ୍ତ ପରୀକ୍ଷା କରିବାକୁ ହସ୍ପିଟାଲକୁ, ସେ କଣ ପୁରା ଡ୍ରେନ୍ ଆଉଟ୍ କରୁଛି ସବୁତିକ ରକ୍ତ, ବାଲ୍ଟିଏ ରକ୍ତ? 5 ml 10 ml, ତାରି ଭିତରେ ଯାହା ଅଛି ସେଇ ଜିନିଷ ଗୁଟା ସବୁ ସେ ସାରା ଦେହରେ ଠିକ ସେମିତି ଅଛି। ସୃଷ୍ଟିଟାକୁ ଆପଣ ବୁଝିବାକୁ ଚାହୁଁଛନ୍ତି, ମଣିଷଟାକୁ ବୁଝିବା ଦରକାର। କାରଣ ଗୋଟିଏ ହଉଛି ମଣିଷ, ଯାହାକି ଧର୍ମ ଅଧର୍ମ, ପାପ ପୁଣ୍ୟ, ଭଲ ମନ୍ଦ ସବୁ ଗୋଟିଏ ମଣିଷ ଭିତରେ ରହୁଛି, ଆଉ କାହାରି ନାହିଁ। କାହିଁକି ଜାଣିଛନ୍ତି? ଦେଖନ୍ତୁ ଦୁନିଆକୁ, ସୃଷ୍ଟିଟାକୁ ଯଦି ଦେଖିବେ, ସବୁ ସୃଷ୍ଟି ପ୍ରାୟ ନିର୍ଜୀବ। ଏଇଟା ନିର୍ଜୀବ, ଏ ଚୌକିଟା ବି ନିର୍ଜୀବ, ଏ ଦେହଟା ବି ନିର୍ଜୀବ। ଦେହଟାର କଣ କିଛି ଇଚ୍ଛା ଅଛି? ଦେହର ଇଚ୍ଛା ଅଛି ନା? ଦେହର ରାଗ ଅଛି? ଦେହର ଭୟ ଅଛି? ଯଦି କହିବ କାହାକୁ ତ ମରିବାକୁ ଭୟ, ଦେହର ଭୟ ଅଛି? ମତେ ଭୟ ଲାଗୁଛି। ମତେ ମାନେ କଣ? ମୁଁ ଭାବନାରେ ମତେ ଭୟ ଲାଗୁଛି, ମୁଁ ବୁଢା ହେଇଗଲି, ମୁଁ ଆଖି ଦେଖି ପାରୁନାହିଁ। ଆଖି କଣ କାନ୍ଦୁଛି? ମୁଁ ବୁଢା ହେଇଯାଉଛି ବୋଲି ଦେହ କାନ୍ଦୁଛି? ମୁଁ ଏଇଟା ହଉଛି। ତେଣୁ ସେଗୁଡାକ ହଉଛି ନିଜ ଉପରେ ନିର୍ଭର କରୁଛି, ସେଗୁଡା ନିଜ ଉପରେ ଭୟ ସେଗୁଡା ଆସୁଛି, ମୁଁ ସୃଷ୍ଟି କରୁଛି ଭୟ ହଉଛି। ଯେତେବେଳେ ଆମେ ଦୁନିଆରେ ଏ ବିଷୟରେ ଜାଣୁଛେ, ସବୁ ଯୋଉମାନେ ଧର୍ମରେ ବିଶ୍ୱାସ ନାହିଁ, ସେ କଣ କହିବେ? ଏଇଟା ହଉଛି ଦୁନିଆ, କାହିଁ ଭଗବାନଙ୍କ ବିଷୟରେ ବେକାର ଆଣୁଛ, ସେଗୁଡା କିଛି ଚିନ୍ତା ନାହିଁ, ସେଗୁଡା ଦରକାର ନାହିଁ। ଆଚ୍ଛା, ଯୋଉମାନେ ଭଗବାନଙ୍କ ଉପରେ ଖାଲି ବିଶ୍ୱାସ କରୁଛନ୍ତି, ସେ କହିବେ ଏଗୁଡାକ ସବୁ ବେକାର। ସବୁ ଲୋକ ସେକୁଲାର ଜିନିଷକୁ ବ୍ୟବହାର କରୁଛନ୍ତି। ତୁମେ ଧାର୍ମିକ ବୋଲି କଣ ମାନେ ଏଠୁ ଅଦୃଶ୍ୟ ହେଇ ସେଠି ପହଞ୍ଚ, ସେଇ ଉଡାଜାହାଜ ନଉଛ ନା ନାଇଁ? ଉଡାଜାହାଜ କିଏ ସୃଷ୍ଟି କରିଛି? ଧାର୍ମିକ ଲୋକ ନା ବୈଜ୍ଞାନିକ? ତମେ ଯାଇ କହୁଛ ମତେ ସବୁ ଠିକ ଠାକ, ଭଗବାନ ସବୁ ଠିକ କରିଦେଇছে, ହସ୍ପିଟାଲ କହିଁ ଯାଉଛି? ସେ ତାକୁ ତ ସୃଷ୍ଟି କରିଛନ୍ତି କିଏ? ମଣିଷ ସୃଷ୍ଟି କରିଛି। ମଣିଷ ସୃଷ୍ଟି କରିଛି। ସୃଷ୍ଟିରେ ଯୋଉ ପ୍ରକାର ସମ୍ଭାବନା ଗୁଡାକ ଅଛି, ମଣିଷ ସେଟାକୁ ବ୍ୟବହାର କରୁଛି। ତେଣୁ ଦିଟା ଜିନିଷ ହଉଛି ଇମ୍ପୋର୍ଟାଣ୍ଟ। ସାଇନ୍ସର ବିଗିନିଂ କେମିତି ହଉଛି? ଡାଉଟିଂ ଦ ପରସେପସନ ଇଜ ବିଗିନିଂ ଅଫ ସାଇନ୍ସ। ଆମେ ଦେଖିଲେ ସମସ୍ତେ କହୁଛନ୍ତି ଦୁନିଆଟା ଫ୍ଲାଟ। ଦୁନିଆ ଫ୍ଲାଟ କିଏ କହିଲେ? ନାଇଁ ନାଇଁ ନାଇଁ, ଏଇଟା ଗୋଲ ହେଇପାରେ। ସମସ୍ତେ କହୁଛନ୍ତି ରୋଗ ଗୁଡାକ ଠାକୁର କରୁଛନ୍ତି, ସେ କହିଲା ନାଇଁ, ରୋଗ ଠାକୁର କାହିଁ କରିବେ? ନ ହେଇପାରେ, ସେ ଡାଉଟ କଲା।
डाउट करके गोटे जिते परीक्षा कले रक्त परीक्षा कले देखले से भल रोगर भल लोक मान रक्त एका भाया जहाँ पाखे रही गोटे बीजाणु अच्छी जार उपस्थिति रोग हो जार उपस्थिति रोग ना जिते बड़े लोक यहीटा न जानी से कौन कहते भगवान रोग दूसरे आम छुआ जो जन्म होती छुआ कौन दिव गाँव में हईजा आसला मैंने भाजा भाज ये भाज सब हम ठाकुर बड़ी पड़ो माँ आस 10 मुंड नहीं जी लोग करते आज भी कम कम भी हो करेंगे जो से लोक ठाकुर भय था आज तो इंजेक्शन माइले कलरा गला इंजेक्शन पूरा बसंत उड़ी गला तेणु कौन होती आम हूँ भगवान दौरान तेणु भगवान डरुली मुझे सी जाओ दौर मुझे मारदे भगवान कौन दरकार सो दैट इज योर बिगिन्स योर हनीमून विथ द डिसबिलीफ से सकाशे लोक मैंने भारी सेकुलारिस्ट से विश्वास करूना सो से सेकुलारिस्ट रिलीजियस पाखे जगह भी ना जो मैंने रिलीजियस लोक होती से मैंने या विषय विश्वास करूना किंतु ये जो विश्वासटा कहार दुनियार सृष्टिर ना स्रष्टार ना मनीषर 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 विश्वासटा हूँ मनीषर अविश्वासटा हूँ भी मनीषर विश्वास अर्थ कौन गोटे भावना तुमको दिहला आपने बोले सेटा सत्य ठाकुर अच्छा अगर ना से ना ये किए ना कर मनीष मैंने कौन देह करूने आखि करूने नाक करूने भावना ये भावना गुड़ा हूँ से लोक युद्ध आरंभ कर मुझे विश्वास करे ना मु राजा मोर विश्वास ना तेणु राजा मैंने आप मत एगुड़ा यही सब युद्ध आरंभ होता ना गोटे विश्वास गोटे राज्य प्रथम फैमिली कथा कहते विश्वास गोटे राज्य स्थापना होती अन्य विश्वास लोक मुंड खराब हो जदि मनी उपर सब राज्य स्थापना होती मनी दुर्बल हो राज्य खराब हो तमें जदि तुमर दुर्बलता मनीषर दुर्बलता कि मनीषर सबलता स्ट्रेंथ वीकनेस जदि निज उपर निर्भर कर मनीष हो जेपर्यंत आमर स्ट्रेंथटा निर्भर कर राज्य उपरे पैसा उपरे विश्वास उपरे घर उपरे सब जिनस उपरे सब पावर उपरे से पर्यंत आम युद्ध करूँ कहीं ना मोर तो सेटा दरकार क्या मुझे मुझे बड़ राज्य हम मो शक्तिशाली छोट हेल्ले मुझे छोटिया तेणु छोट लोग तार राज्य को दवा राजी नहीं बड़ लोग छाड़िया राजी नहीं पिटापिटी हे ना नहीं स्वामीजी मन करंतु आपण गोटे आक्रमण कली आपण युद्ध करने बाहर कि नहीं मो सहित डिपेंड्स निर्भर करे आपण शुणु व्यक्ति जहाँ राष्ट्र से राइट एक्जाक्टली तार विषय निर्भर करे आपण देखिचंदी गरीब गरीब लोक भितर अति छोट छोट राज्य युद्ध गुड़ा शुणुं सब बड़ बड़ राज्य भितर युद्ध हो जो मैंने सब पावरफुल छोट छोट राज्य जो अच्छा 200 10 15 20 30 टा छाड़देला से भितर कि अड़ुआ हो गाँ भीतर देखो छोट लोग युद्ध करेंगे साधारण लोक कम कम जो बड़ लोक युद्ध कर मुंड खराब जिते लोग पाठ पढ़ुची तार शक्ति भी सेठी बेसी कारण अहंकार मो पीएचडी मो पाठ पढ़ी मो गुड़ा कौतर विश्वास करे से यही द्वारा कौन हो लोक युद्धटा चलो तुम उपर निर्भर करे माने तुम्हें जन भारी बुझीच सब जिनस बेले बेले युद्ध को छाड़ी चली जावाटा हूँ बुद्धिया बेले बेले से युद्धटा करवा बुद्धिया जदि मुझे जॉइन करी न करी समाउ सर्वाइव तो राष्ट्र गोटे गोटे परिस्थिति रे युद्ध को बाहर उचित कि निश्चय से कथा कहीं तुम्हें कौन कर कौन व्हाट कैन यू डू जदि न कर आज तुम्हें काली सारा राष्ट्र नष्ट हो जो मैंने लीडरशिप से भारी स्ट्रंग हवा दरकार कारण से गोटे मिस्टेक सारा राज्य नष्ट करद से सकाशे भगवान कहले अर्जुन को यू बेटर फाइट तुम्हें राज्य को युद्ध कर सेटा हूँ तुम ड्यूटी आज ए किंग ऑफ द किंगडम एटा हूँ तुम ड्यूटी तो सेमती बर्तमान 21st सेंचुरी रे गोटे प्रधानमंत्री दायित्व कि ना युद्ध करने जो राइट युद्ध अच्छे पुणी देखु देख से युद्ध कले लोक हाथ हाथ युद्ध करते ना गोटे घोड़ा की हाथी की युद्ध होता आजिकल युद्ध गुराक कौन तमें कुआड़े जीवा दरकार नहीं पठे दियो से सी जा पकईदे पलैला सी मरीगले काम सरीगला सारा दुनिया नष्ट हो से कथा जिते बड़े युद्ध गुड़ा कर कारण कौन हो
गवर्नमेंट रे भी नाही जोटा कहते एक्स्ट्रा गवर्नमेंट अथॉरिटी एक्स्ट्रा जोटा कि एक्स्ट्रा कॉन्स्टिट्यूशनल जो टेररिस्ट हेले कि जो माने ए भलिया सब लोग से कौन कर सी करवा द्वारा कौन दीटा का राज्य खराब हो जाଉଛି तेणु लोक मैंने किंतु से टेररिस्ट जदि तम भितर घरे हय नहीं सार गोटे बापा स्वामी स्त्री अच्छा घरे कि दी भाई भौणी अच्छा गोटे मझी लोक आसी पशि या विरुद्ध ता विरुद्ध कथा कहला सी दी जन मन नष्ट कर दी जन नष्ट हो जी बस नाच देखुच शकुनी सी शकुनी मारेदेला ना सब कौरव मान सी तो गोटे नहीं से शपथ से मोर जमी संपत्ति ये नष्ट कर से नष्ट करदेवी तेणु सेगुड़ाक जो होती तुम प्रथम जिन गोटे लोकर मनोवृत्ति बलिया दरकार एगुटा जदि आप करेंगे युद्ध जो मैंने युद्ध कराऊँ जाऊँच फ्रंट को आजिकल युद्ध में डिफेन्स मिनिस्टर जाए फ्रंट बस जो मैंने सब आइडियोलॉग से युद्ध कर सैन्य मैंने युद्ध कर साधारण लोक युद्ध कर क्या गोटे मरिया इच्छा कहले कार अच्छे एमती कहले गोटे लोक मरवार इच्छा अच्छे से जो जीवे जो अननोन सोल्जर जो लिखाई when you go back home please tell them for our today for your tomorrow we gave our today जो घर को जीव लोक मान कह तुमर आसंता काली आमर आज जीवन आम देदेव कितने पाथेटिक कहीं सी मो जीवन दब कौन दरकार तेणु एमती गोटे सृष्टि करवा दरकार आम जीवन में कहीं जमी नष्ट न हो कहीं जीवनटा गोटे केवल पैसा नुहे कि गोटे मान सम्मान नुहे कि जीवनटा आमर मनुष्य जीवन गोटे मनुष्य जी कि यही जीवन में ये बंचला बेले मुक्ति पाई चलती मुक्तिर अर्थ हूँ जो जीवन मृत्यु यार ऊपर पड़े चलती तो धर्म बेले बेले व्यक्ति को युद्ध करने प्रेरणा दिए कि राष्ट्र को प्रेरणा दिए कि जिहादी कथा में धर्म युद्ध कर आपण एटा केउटु तयारी हुए जिहादी धर्म युद्ध करेक्ट सी धर्म को दोष देवा दरकार नहीं लोक धर्मर मिसयूज अपव्यवहार कर पैसा आपन को मदुआ करे ना आपन पैसा को नहीं मद दुकान को जाते पावर आपन को करप्ट करे ना आपन पावर को मिसयूज करी करप्ट होती दुनिया रे किछि भूल नहीं निया कोन आसी गुड़ी गुड़ी का जाली कि तुम्हें नियाटा नहीं कि अन्य लोक घर जाड़ पानी कर मारुची तुम्हें बंद करदे पानी से लोक मारी छटफट मरीगले कि बंद भांगी दियो सब उस बुड़ीगले या जो मिसयूज केवल मनीष आ मनीष भितर जो मैंने अति साधारण लोक ट्राइबल है कि साधारण लोक है जे कौन जो बेसी पार्सेट नहीं बेसी कॉम्प्लिकेशन ना मोर यू आर एजुकेटेड मोर कॉम्प्लिकेटेड यू आपन कहीं हाथ मारी पारे जो जो सी देखुना बट गोटे कल्चरल इकोसिस्टम थाए कि ना करेक्ट से सकाशे यही आमर इंडिया कथा कौन कि जिते बड़े सबू विभिन्न प्रकार धर्मर ना कहार ना चाहूना विभिन्न प्रकार धर्मर विभिन्न प्रकार ईश्वर माने भगवान कनसेप्ट अच्छी सनातन धर्म कनसेप्ट हो समस्ते 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 ईश्वर सृष्टि समस्ते ईश्वर सृष्टि नुहे समस्ते एवरीबडी इज डिवाइन समस्त भितर सब किछि अच्छी आम जो गोटे कहवा भगवान इज नॉट वन नेम फॉर वन फॉर्म यहीटा आम थे देखिए ईश्वर विषय पर बर्तमान कहूने से कौन कह जो आम कहूँ टेली सेल फोन वन नेम विथ वन फॉर्म घंटा वन नेम गोटे नाम गोटे ना गोटे जिनिस जिते कह पृथ्वी पृथ्वी तार अर्थ कौन पृथ्वी ये पृथ्वी अच्छी ना नहीं किंतु यहाँ हूँ ओडिशा जदि आप ओडिशा ओडिशा बेंगल आंध्रा तफात तफात हो गले अच्छा ओडिशा रे जदि कहीदेवे यहाँ संबलपुर यहाँ ढेंकानाल यहाँ कटक यहाँ पुरी 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 वाला कटक कटकिया संबलपुरिया ये तफात हो गले ना नहीं कटक भितर चौधरी बाजार लोक रानीहाट लोक तफात हो गले ना नहीं तेणु जेकोसी जिन गुड़ाक आपण को पूरा भेदभाव सृष्टि करुँच पृथ्वी लोक समस्ते थिले कि सातटा महादेव कर महादेश करदेला एशियाटिक यूरोपियन ऑस्ट्रेलियन अमेरिकन कौन है मुंड खराब न
ସେମିତି ସବୁ ମଣିଷ ଗୁଡାକ ସମସ୍ତେ ସମାନ ଥିଲେ। ଯେତେବେଳେ ଧର୍ମ ଆରମ୍ଭ ହେଇଗଲା, ଯେତେବେଳେ ଗୋଟିଏ ଲୋକ ଆସିକି ଚାଲିଗଲା ପରେ ଯୋଉମାନେ ତାଙ୍କୁ ଫଲୋଅର କରିଗଲେ ସେମାନେ କିଛି ହେଇଗଲେ ତାଙ୍କ ଫଲୋଅର। କିଏ ଯଦି ୱାଇ କି ଫଲୋଅର କରିଗଲା ସିଏ ହେଲେ ୱାଇ ଫଲୋଅର। ଆମେ ମଣିଷ ଥିଲୁ କିନ୍ତୁ ଏଗୁଡାକର ବିଶ୍ୱାସ ପରେ ଆମେ ଫଟାଫଟି ହେଇଗଲୁ, ବୁଝୁଛନ୍ତି ନା? ଏଠି କିନ୍ତୁ ଯୋଉ ହିନ୍ଦୁ ଉପନିଷଦ ସନାତନ ଟ୍ରାଡିସନରେ ସେଥିରେ ସେମିତି କିଛି ନାହିଁ। ସନାତନ ଧର୍ମ ତେଣୁ କହୁଛ ଈଶ୍ୱର ସେ ଗୋଟିଏ ଯେମିତି ଇଜ ନଟ୍ ୱାନ୍ ନେମ୍ ଫର୍ ୱାନ୍ ଫର୍ମ, ଗୋଟିଏ ନା ଗୋଟିଏ ଫର୍ମ ପାଇଁ ନୁହେଁ। ଯେମିତି ପୃଥିବୀ କହିଲେ ସାରା ପୃଥିବୀ ଉପଗ୍ରହ, ପୃଥିବୀ ଯଦି ନାଁଟା କହିବେ ପୃଥିବୀଟା କୋଉଠି? ପୃଥିବୀଟା କୋଉଠି? ପୃଥିବୀରେ ସବୁଠି। ହଁ ପୃଥିବୀ ଏଠି ଅଛି ନା ନାଇଁ? ହଁ ଆପଣ ପୃଥିବୀ ନା ନୁହଁ? ହୁଁ ମୁଁ ପୃଥିବୀ ନା ନୁହଁ? ଏଇ ଯେ ପୃଥିବୀଟାକୁ ଆପଣ ଯଦି ଚାହୁଁଛନ୍ତି ଗୋଟେ ରିପ୍ରେଜେଣ୍ଟେସନ କରିବେ, କଣ ରିପ୍ରେଜେଣ୍ଟେସନ କରିବେ? ଗୋଟେ ଗ୍ଲୋବ। ଟିକେ ଏଇଟା 2 ମିନିଟ୍। ପୃଥିବୀଟାକୁ ଯଦି ଆପଣ ରିପ୍ରେଜେଣ୍ଟେସନ କରିବାକୁ ଚାହୁଁଛନ୍ତି କେମିତି ରିପ୍ରେଜେଣ୍ଟେସନ କରିବେ? ଗ୍ଲୋବ କରିବେ। ଆଚ୍ଛା ସେ ଗ୍ଲୋବରେ ଆପଣଙ୍କ ଚିତ୍ର ରହିବ ନା ନାଇଁ? ମୋ ଚିତ୍ର ରହିବ ନା ନାଇଁ? ଏମିତି କୋଉଠି ଯାହାର ଚିତ୍ର ରହିବନି। ଯଦି ସେ ଚିତ୍ର ନ ରହିବ ସେ ପୃଥିବୀ ଇଜ ଇନକମ୍ପ୍ଲିଟ। ଆଚ୍ଛା ଯେତେବେଳେ ପୃଥିବୀଟା ରହିଗଲା ସେମିତି, କିନ୍ତୁ ମୁଁ ଯେତେବେଳେ ଭାବୁଛି ପୃଥିବୀଟାକୁ ବୁଝିବାକୁ ଚାହୁଁଛି, ପୃଥିବୀ ସେଠି ଛୋଟିଆଟିଏ ରେପ୍ରେଜେଣ୍ଟେସନ, ମୁଁ ଏଠି ବଡ, ମୁଁ ତାକୁ ବୁଝିବାକୁ ଚାହୁଁଛି। ଯେତେବେଳେ ବୁଝିବାକୁ ଚାହୁଁଛି ତାର ଯୋଉ ରେପ୍ରେଜେଣ୍ଟେସନ ପୃଥିବୀଟା ଯୋଉ ତାର ଯୋଉ ପ୍ରତୀକ ସିମ୍ବଲ ସେଇଟା ଛୋଟିଆଟେ, ସେ ଠିଆ ହେଇଛି ସାରା ପୃଥିବୀ ଗ୍ରହ ପାଇଁ। ମୁଁ ହେଲିଣି ମଣିଷ, ମୁଁ ତାଠୁ ବଡ ଜଣା ହଉଛି। ଯେତେବେଳେ ମୁଁ ତାକୁ ବୁଝିବାକୁ ଚେଷ୍ଟା କରିବି, ଆରେ ମୋ ଫଟୋ ବି ସେଠି ଅଛି। ସେ ପୃଥିବୀଟା କୋଉଠି ଅଛି? ଆଖିରେ ତୁମେ ଦେଖୁଛ ପୃଥିବୀର ଗୋଟେ ରେପ୍ଲିକା, ଗୋଟେ ରେପ୍ରେଜେଣ୍ଟେସନ, କିନ୍ତୁ ମୁଣ୍ଡ ଭିତରେ ତୁମେ ଏକ୍ସପାଣ୍ଡ କରୁଛ। ସେ ପୃଥିବୀ ଯେତେବେଳେ ତୁମ ମୁଣ୍ଡ ଭିତରେ ଏକ୍ସପାଣ୍ଡ କରିଗଲା, ତା ଭିତରେ ସବୁ ଦେଶ ରହିଗଲା, ସବୁ ମହାଦେଶ ରହିଗଲା, ସବୁ ରାଜ୍ୟ ରହିଗଲା, ମୋ ଦେହ ବି ରହିଗଲା, ସମସ୍ତଙ୍କ ଦେହ ରହିଗଲା। ଆମେ ପୃଥିବୀର ଅଲଗା କି? ନା, ସେମିତି ଈଶ୍ୱର ଆମର ଯେ ଏଇ ଯୋଉ ବେଦ ସବୁରେ ସେମିତି ଗୋଟାଏ ନାହିଁ ଯେ ଏଇ ଗୋଟାଏ ଫର୍ମ ନା, ସେ ଗୋଟାଏ ଫର୍ମ ବି, କିନ୍ତୁ ସବୁ ଗୁଡାକ ସବୁ ରେପ୍ରେଜେଣ୍ଟ କରୁଛନ୍ତି। ସ ବ୍ରହ୍ମା ସ ହରି ଚନ୍ଦ୍ର ସ୍ୱକ୍ଷର ପରମେଶ୍ୱର ସବୁ। ସେ ଗୋଟେ ଯୋଉ ତାଙ୍କର ଯୋଉ ଶିବଲିଙ୍ଗ ଦିଆହେଲା, ଶିବଙ୍କ ରୂପ ହେଲା, ବିଷ୍ଣୁ ଯେକୌଣସି ଫର୍ମ ଦେଲେ ଦିଆହେଲେ ବି ତା ଭିତରେ ଆମେ ବି ଅଛୁ। ଯେତେବେଳେ ଆମେ ତାକୁ ନିଜକୁ ବୁଝିବାକୁ ଚେଷ୍ଟା କରୁଛୁ, ତାକୁ ଏକ୍ସପାଣ୍ଡ କଲା ବେଳକୁ ତା ଭିତରେ ଆମେ ବି ସମସ୍ତେ ରହିଲୁ। ଈଶ୍ୱର ଯେତେବେଳେ ଆମେ କହୁଛୁ ଈଶ୍ୱର ଇଜ ନଟ୍ ଏ ନେମ୍ ଫର୍ ଏ ଫର୍ମ। ସେ ଗୋଟିଏ ନା ଗୋଟିଏ ରୂପ ପାଇଁ ଗୋଟିଏ ନାଁ ନାହିଁ। ଦ ନେମ୍ ଫର୍ ଅଲ୍ ଫର୍ମସ୍। ଯେମିତି ପୃଥିବୀଟା ଗୋଟିଏ ନାମ ପାଇଁ ଗୋଟିଏ ଜିନିଷ ନୁହେଁ। ପୃଥିବୀ କହିଲା ମାନେ ପୃଥିବୀରେ ଯାହା ଅଛି ସବୁ ଗୁଡାକ ପ୍ରଥମେ ପୃଥିବୀ, ତାପରେ ଅନ୍ୟ କିଛି। ସେମିତି ଈଶ୍ୱର କହିଲେ ସମସ୍ତେ ପ୍ରଥମେ ଈଶ୍ୱର ମାକ୍ରୋକଜମ, ତାପରେ ଯାଇକି ଆଉ କିଛି ରହିଲା। ତେଣୁ ସେଥିରେ ଆମର ଏଠି କୌଣସି ଲୋକ ଇଏ ଧର୍ମ ସେ ଧର୍ମ କାହାରି କିଛି ତଫାତ ନାହିଁ। ଯେକୌଣସି ଲୋକ ସେ ଯାହା, ସେ ପୃଥିବୀଟା ଯେମିତି ପୃଥିବୀଟା ହଉଛି ଆମେରିକା, ପୃଥିବୀଟା ହଉଛି ୟୁରୋପ, ପୃଥିବୀ ହଉଛି ଇଣ୍ଡିଆ, ପୃଥିବୀ ହଉଛି ଅଷ୍ଟ୍ରେଲିଆ, ପୃଥିବୀ ହଉଛି ପାକିସ୍ତାନ, ପୃଥିବୀ ହଉଛି ବାଂଲାଦେଶ, ପୃଥିବୀ ହଉଛି ସବୁ, ନୋ ପ୍ରୋବ୍ଲେମ। କିନ୍ତୁ ଆପଣ ଯଦି କହିବେ ଆମେରିକା ଇଜ ଦ ପୃଥିବୀ, କଣ ହବ? God in and through everything, no problem. But ବହୁତ ରିଲିଜନ କହିବେ this is the only God, no other God. ସେଇଟା ବି ଯୁଦ୍ଧ ସୃଷ୍ଟି କରୁଛି। ଯେତେବେଳେ କୁହାଯାଉଛି ଯେ ମୋ ଧର୍ମ ସବୁଠାରୁ ବଡ ଧର୍ମ, ଏହା ହିଁ ଏକମାତ୍ର ଧର୍ମ, ସେତିକି ବେଳେ ହିଁ ସମସ୍ୟା ସୃଷ୍ଟି ହୁଏ, ପୁରା ସମସ୍ୟା। ଆଉ ତାକୁ ନେଇ ଯୁଦ୍ଧ କରାଯାଏ। ସେଇଟା ଯେଟା ଘରେ ଆରମ୍ଭ ହୁଏ, ଏଇ ଜମିଟା ମୋର ଆଉ କାହାରି ନୁହଁ। ଭାଇ ତୋର କଣ? ଜମି ପାଇଁ ଲୋକ କଳି କରନ୍ତି। ଲୋକ ଜମି କଣ କେବେ କଳି ସେଥିରେ ଜଏନ କରେ? ଗୋଟେ ନାଇସ୍ ସଂସ୍କୃତ ଶ୍ଲୋକ ଅଛି ଯେ ପୃଥିବୀ ମାତା କହୁଛି ଇଏ ଲୋକ ଗୁଡା ସବୁ ଭୂତ, ସମସ୍ତେ ମୋ ପାଇଁ ଯୁଦ୍ଧ କରୁଛନ୍ତି, କିନ୍ତୁ ଶେଷରେ ସମସ୍ତେ ମୋରି ଭିତରକୁ ଆସିବେ। ସମସ୍ତେ ମୋ ଭିତରକୁ ଆସିବେ। ଆଜି ସେଇ 6 ଫୁଟରେ ପଶିବ ନା ନାଇଁ? ପୋଡା ହେଇଯିବ, ଜଳା ହେଇଯିବ, ନା ଗାତ ହେଇ ରହିଯିବ। ବିନା ଯୁଦ୍ଧରେ ପୃଥିବୀ ସମ୍ଭବ? ଅଫକୋର୍ସ। ଆପଣ ନିଜ ଜୀବନଟାକୁ ବିନା ଯୁଦ୍ଧରେ ଯଦି ଚଳେଇ ପାରିବେ, ସାରା ସୃଷ୍ଟିଟାକୁ ଚଳେଇ ଦେଇପାରିବେ। ତ ମଣିଷ ଦରକାର ହେଲେ ଜଏନ କରନ୍ତୁ, ଦରକାର ହେଲେ ୱିଡ୍ର କରିଦିଅନ୍ତୁ। କେତେବେଳେ ଜଣେ ଯୁଦ୍ଧ କରିବା ଦରକାର? ଯେତେବେଳେ ପ୍ରକୃତରେ ଯୁଦ୍ଧଟା ଗୋଟେ ଭଲ ଜିନିଷ ନୁହେଁ। ଭଲ ଜିନିଷ ଆପଣ ମରିବାକୁ ଚାହୁଁଛନ୍ତି ନା? ଟିକେ କିନ୍ତୁ ବଞ୍ଚିବା ପାଇଁ ଯୁଦ୍ଧ କରିବା ଆପଣ ମରିବାକୁ ଚାହୁଁଛନ୍ତି କି? ନା। ତାହେଲେ କାହିଁ ମାରିବାକୁ ଯାଉଛନ୍ତି?
କାରଣ ମୁଁ ବଞ୍ଚିବାକୁ ଚାହୁଁଛି। ଏକ୍ଜାକ୍ଟଲି ତାକୁ ବି ମାରିକିରି କିଏ ବଞ୍ଚିବେ? ତାକୁ ବି ବଞ୍ଚନ୍ତୁ, ଆପଣ ବଞ୍ଚନ୍ତୁ। ହଁ। ଆମର କଳିଙ୍ଗ ଯୁଦ୍ଧରେ ହୁଁ ଯେତେବେଳେ ସେ କଳିଙ୍ଗ ଯୁଦ୍ଧରେ ବିଜୟରେ ଉନ୍ମତ୍ତ ହେଇକିରି କଣ କହିଲେ ଆମର ଅଶୋକ, ଯିଏ ଆସ ଯିଏ ଯାହା ମାଗୁଛ ନେଇଯିବ। ମୁଁ ଜାଣିଛନ୍ତି ଆମର ସମସ୍ତଙ୍କ ଷ୍ଟୋରି। ସେ ବୁଢୀ ଲୋକ ଯାଇ ପହଞ୍ଚିଲେ, ମହାରାଜ ମୋର ଦରକାର। କଣ ତୁମର ଦରକାର? ମୋର 3ଟା ପୁଅ ଦରକାର। 3ଟା ପୁଅ କୋଉଠି ଆସିଲା? ସେ ଯୁଦ୍ଧରେ ଯାଇଥିଲେ, ସେ କୋଉଠି ଅଛନ୍ତି? ମରି ଯାଇଛନ୍ତି। ସେ ବନ୍ଦୀ ହେଇଥିଲେ ମୁଁ ତାଙ୍କୁ ଖୋଲିଦେବି, ଯଦି ଆଘାତ ପାଇଛି ତାଙ୍କୁ ଚିକିତ୍ସା କରେଇଦେବି, ମରିଗଲ ଗୋଟାକୁ କେମିତି ଫେରେଇଦେବି? ସେ କହିଲା କଣ ମହାରାଜ, ଆପଣ ଯଦି ଜୀବନ ଦେଇ ନ ପାରୁଛନ୍ତି, ଜୀବନ ନବାର ଅଧିକାର କଣ ଅଛି? ସେ ଚଣ୍ଡା ଅଶୋକ ପ୍ରିୟଦର୍ଶୀ ଅଶୋକ ହେଇଗଲେ। ତମର ଜୀବନ ଦବାର ତମର ଇଚ୍ଛା ଶକ୍ତି ନାହିଁ ନା, ଜୀବନ ନଉଛ କାହିଁକି? କିନ୍ତୁ ଯଦି ଗୋଟେ ଧର୍ମ ଲୋକଙ୍କୁ ଶିଖେଇବ, ଯଦି ଏ ଧର୍ମରେ ଯିଏ ଅବିଶ୍ୱାସ କରି ତାକୁ ମାରିବ, ତାକୁ ଆଉ କଣ କହିବ? ଦ୍ୟାଟ୍ ଇଜ ହ୍ୱେର୍ ଯୋଉମାନେ ସେଗୁଡାକରେ ନମସ୍କାର କରି ସବୁ ଲୋକମାନଙ୍କ ପାଇଁ ବିଶ୍ୱାସ କରୁଛନ୍ତି ଯେ ସମସ୍ତେ ବଢିଆ, ଏଇଭଳିଆ ସେଭଳିଆ ଯୋଉ ଲୋକମାନଙ୍କ ଯୋଉ ବିଶ୍ୱାସ ଅଛି, ସେମାନେ ଲାଗି ଗୋଟେ କ୍ୟାନ୍ସରସ୍ ଭଳିଆ। କାହିଁକି ଯଦି କ୍ୟାନ୍ସର ସେଲ୍ ପଶିଯିବ ତୁମର ହେଲ୍ଦି ସେଲ୍ ଭିତରେ, ତାକୁ ମେସେଜ ଦେଇଦବ ଯେମିତି ମୁଁ ହଉଛି ତୁମର ଗୋଟେ ଅଂଶ। ସେ ତା ଭିତରେ ରହିଲା, ତାକୁ ମାଇଲା କ୍ୟାନ୍ସରରେ ପଡିଯିବେ। ଏଇ ଯୋଉ ପ୍ରକାର ଲୋକ ଧର୍ମ ନାଁରେ ଯାଇକିରି ପଶିକିରି ସବୁ ଯୁଦ୍ଧ କରି ମରାମରି କରୁଛନ୍ତି, ସେମାନେ ସାରା ସୃଷ୍ଟିଟାକୁ ନଷ୍ଟ କରିଦେବେ। କାରଣ ଧର୍ମର ତାର ସଲ୍ୟୁସନ କଣ? ତାର ଧର୍ମ ହଉଛି ପ୍ରକୃତ ଜିନିଷ। ଧର୍ମ କଣ? ପ୍ରକୃତ ଧର୍ମ ସେମାନେ କଣ ବୁଝିବେ? ଯୋଉମାନେ ତାଙ୍କ ଢଙ୍ଗରେ ବୁଝିଛନ୍ତି ସେମାନେ କଣ ବୁଝିବେ? ରାଇଟ, ସେଇ ସକାତ କଥା ହଉଛି ନା। ଏଗୁଡା କୋଉଠୁ ସେମାନେ ଶିଖିଲେ? ପାଠରୁ ଶିଖିଲେ ନା ନାଇଁ? ଏଜୁକେସନ ମଷ୍ଟ ଚେଞ୍ଜ। ଏଜୁକେସନ ଛୁଆ ଦିନୁ ଆମମାନଙ୍କୁ ଏଇଗୁଡାକ କଥା ସବୁ କୁହାଯିବା ଦରକାର। ଆମ ଛୁଆ ଦିନ ଆମେ ଯେତେବେଳେ ପଢିଲେ ଆମକୁ କଣ କୁହାଯାଇଛି? ତୁ ଆଖିରେ ଦେଖିବୁ, କାନରେ ଶୁଣିବୁ, କହିଛନ୍ତି ନା ନାଇଁ? ଥରେ କହିଛନ୍ତି ନା 1000 ଥର? ସବୁଦିନ କାନରେ ଶୁଣିବୁ, ଆଖିରେ ଦେଖିବୁ, ଥରେ ଇଣ୍ଟ୍ରୋଡ୍ୟୁସ କରାଯାଇଛି। ଆପଣଙ୍କୁ ଆପଣଙ୍କ ଭାବନା ସାଙ୍ଗରେ କିଏ ଇଣ୍ଟ୍ରୋଡ୍ୟୁସ କରାଇଛି? ଛୁଆ ଦିନୁ ଭାବନା ଦିଆ ଚାଲିଛି। ରାଗିବୁ ନାହିଁ, ସବୁବେଳେ ହସିବୁ, ସମ୍ଭବ? ମିଛ କହିବୁ ନାହିଁ, ସବୁବେଳେ ସତ କହିବୁ, ସମ୍ଭବ? ସବୁବେଳେ କାହାରି ଏଇସବୁ ଯୋଉ କଥା ଗୁଡା କୁହାଯାଇଛି, ଭାବନା ଉପରେ କାହାକୁ ଇଣ୍ଟ୍ରୋଡ୍ୟୁସ କରାଯାଇନି। ତାପରେ ସବୁ ଭାବନା ନୁହେଁ, ଗୋଟିଏ ଭାବନା ସବୁ ଭାବନାକୁ ଖରାପ କରି ଦେଇ ଯାଉଛି, ଅହଙ୍କାର। ଆଇ ଥଟ୍, ମୁଁ ଦେହ କଣ କହେ? ମୁଁ ଦେହରେ ଅଛି ଭାବନା। ଆଖି କହୁଛି ମୁଁ ଦେଖୁଛି, କାନ କହୁଛି ମୁଁ ଶୁଣୁଛି, ମୁଣ୍ଡ କହୁଛି ମାନେ କଣ? ଭାବନା କହୁଛି ମୁଁ ଭାବୁଛି, ମୁଁ କାହିଁ ଭାବିଲି, ମତେ ଏମିତି କାହିଁ ମୁଁ ଭାବୁଛି। କିଏ କହୁଛି? ଭାବନାର ମୁଣ୍ଡ କଥା କହୁଛି। ଭାବନା କଣ କିଛି କୁହେ? ମୁଁ କହୁଛି ଭାବନା ଉପରେ କମେଣ୍ଟ୍ରି ଦଉଛି, କାହିଁକି ଏଗୁଡାକ ଆସୁଛି? ମୁଁ କହୁଛି, ସେଇ ମୁଁ କେମିତି ଭାବନା ଗୁଡା ଜାଣୁଛି? ତୁମ ଭାବନା ଗୁଡା ଯୋଉ ସୃଷ୍ଟି ହେଇଛି, ତୁମ ଆଖି କଣ ସେ ଭାବନା ଦେଖିପାରିବ? କାନ କଣ ଭାବନାକୁ ଶୁଣିପାରିବ? ଭାବନା ଗୁଡାକ ଆପଣ ଜାଣିପାରିବେ। ଦିଟା ତଫାତ୍, ଜାଣିବା ଆଉ ଦେଖିବା ଭିତରେ ତଫାତ୍। ଆଖି ଦେଖେ, ଆଖି ଜାଣେ ନାହିଁ। କାନ ଶୁଣେ, କାନ ଜାଣେ ନାହିଁ। ଭାବନା ଆସେ, ଭାବନା ଜାଣେ ନାହିଁ। ଭାବନା ଗୁଡାକ ଆପଣ କେମିତି ଜାଣୁଛନ୍ତି? ସେଇଠି କହନ୍ତି ଚେତନା। ତେଣୁ ସମସ୍ତ ଲୋକ ସୃଷ୍ଟିରେ, ପଶୁ ପକ୍ଷୀ ପ୍ରାଣୀ ସମସ୍ତେ ଚେତନା ଅଛି, ଯୋଉଟା କି ସମସ୍ତଙ୍କର ସ୍ୱରୂପ। ତେଣୁ ମୁଁ କହିଲା ମାନେ ମୋର ଅର୍ଥ ହଉଛି ମୁଁ ଜାଣେ। ତୁମେ କିଏ? ମୁଁ ପୁରୁଷ। କେମିତି ଜାଣିଲୁ? ମୁଁ ଜାଣିଛି ମୁଁ ପୁଅ। ତୁମେ କେମିତି ଜାଣିଲୁ? ମୁଁ ହଉଛି ମୁଁ ଝିଅ। କେମିତି ଜାଣିଲ ତୁମେ ପାଠ ପଢିଛ? ମୁଁ ଜାଣିଛି ମୁଁ ପାଠ ପଢିଛି। ସବୁର ପ୍ରିଫିକ୍ସ ହଉଛି ମୁଁ ଜାଣେ। ମୋର ଗୋଟେ ଏମିତି ଭାବନା ଆସୁଛି, ମୁଁ ଜାଣେ। ଜାଣିବାଟା ତୁମେ କେବେ ଛାଡି ଦେଇ ପାରିବନି। କଣ ଜାଣିଛ ବଦଳିଯିବ, ଜାଣିବା ଶକ୍ତିଟା ବଦଳିବ? କେବେ ବଦଳେନି। ତେଣୁ ତୁମର ସ୍ୱରୂପ ହଉଛି ଜ୍ଞାନ ସ୍ୱରୂପ, ଚେତନା ସ୍ୱରୂପ। ଏଇଟା ଫିଲୋସଫି ନୁହେଁ, ନିଜ ଦେହରେ ଏଇଟା ସବୁ ସମୟରେ ଅଛି। ଯେମିତି ଆପଣ, ମୁଁ କହିବି ଏ ଗ୍ଲାସଟା ଆଣିଲେ, ଆପଣ ଗ୍ଲାସଟା ଆଣିବେ, ମୁଁ କହିବି ତା ଦେହରେ ସ୍ପେସ୍ କାହିଁକି ଆଣିକି ଆସିଛୁ? ମୁଁ ଯଦି ଗ୍ଲାସ ମାଗିନି, ସ୍ପେସ୍ କାହିଁକି ଆଣିକି ଆସିଛୁ? କଣ ବିନା ସ୍ପେସରେ କୌଣସି ଜିନିଷ ରହିପାରିବ? ବିନା ଚେତନାରେ କୌଣସି ଭାବନା ରହିପାରିବନି। ବିନା ଚେତନାରେ କୌଣସି ଭାବନା ରହିପାରିବ? କୁହନ୍ତୁ। ସେଇ ସକାଶେ ମଣିଷକୁ, ଛୁଆଟା ଯେତେବେଳେ ଜନ୍ମ ହଉଛି, ଅନ୍ଧ ହେଲେ ବି ତାକୁ ବଞ୍ଚେଇ ରଖନ୍ତି, ଗୁଙ୍ଗା ହେଲେ ବି ବଞ୍ଚେଇ ରଖନ୍ତି, କାଲୁ ହେଲେ ବି ବଞ୍ଚେଇ ରଖନ୍ତି, ବଧିର ହେଲେ ବି ବଞ୍ଚେଇ ରଖନ୍ତି। କାହିଁକି? ସେ ବଞ୍ଚିଛି। ଏଇ ଏବେ ଗୋଟେ ଷ୍ଟୋରି ମୁଁ ଏବେ ଦେଖିଲି, ସାଉଦି ଆରବିଆରେ ତାଙ୍କର ପ୍ରିନ୍ସ
ରାଜାଙ୍କର ପୁଅ ସେ ଯେ ବୋଧେ ନାତି ପ୍ରଥମ ରାଜାଙ୍କର ନାତି ମାନେ କଣ ନାହିଁ ତାଙ୍କର ଗୋଡାରେ ସେଟା କଣ ତାକୁ କହନ୍ତି ପୋଲୋ 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 ସେ ଗଲେ ଧକ୍କା ହେଇଗଲା ପୋଲୋ ସମଥିଙ୍ଗ ସ୍ପାଇନାଲ କର୍ଡ ଫିନିଶ୍ଡ ଆଣ୍ଡ ହି ଲାଇଂ ଡାଉନ୍ କଣ ହଉଛି ସେ କେତେ ବର୍ଷ ହେଲାଣି 30 ବର୍ଷ ତାକୁ ନାଁ ଦିଆଯାଇଛି ସ୍ଲିପିଂ ପ୍ରିନ୍ସ କେତେ ସୁନ୍ଦର କେତେ ହ୍ୟାଣ୍ଡସମ୍ କଣ ତାକୁ ରଖା ହେଇଛି ଆର୍ଟିଫିସିଆଲ ମେସିନରେ ତାକୁ ବଞ୍ଚେଇକି ରଖାଯାଇଛି ତା ନାଁ ହେଉଛି ବର୍ତ୍ତମାନ ସ୍ଲିପିଂ ପ୍ରିନ୍ସ ସମସ୍ତେ କହିଲେ ବର୍ଷ 2 ବର୍ଷ ବଞ୍ଚେଇ ରଖିଲା ପରେ ଆର୍ଟିଫିସିଆଲି ଯେ ସେଇଟା ଆର୍ଟିଫିସିଆଲ ମେସିନଟା ବନ୍ଦ କରିଦିଅନ୍ତୁ ସେ ତାକୁ ଛାଡ଼ି ଦିଅନ୍ତୁ ସେ ଯାଉ ରାଜା କହିଲେ ନା ସେ ରଖିପାରିବେ ଗୋଟେ ପୁରା ହସ୍ପିଟାଲ କରିକି 1000ଟା ଡାକ୍ତର ରଖିକି ସେ କଣ ତାଙ୍କର ନାହିଁ ରଖିପାରିବେ ସେ କହିଲେ ନାଇଁ ସେ ରଖ କାହିଁକି ନା ପୃଥିବୀ ଗୋଟେ ରେକର୍ଡ ବି ଅଛି ଦୁନିଆରେ ଗୋଟେ ଲୋକ 10 ବର୍ଷ କି 15 ବର୍ଷ ଏକ୍ଜାକ୍ଟ ଜାଣିପାରୁନି ପରେ ସେ କୋମାରୁ ବାହାରି ଆସିଥିଲା ସେଥିପାଇଁ ରହୁ କଣ ରହିଯାଉଛି କାହିଁକି ବଞ୍ଚେଇ ରଖିଛନ୍ତି ଚେତନା ଅଛି ବୋଲି ବଞ୍ଚେଇ ରଖିଛନ୍ତି ଶୁଣୁଛି ବୁଝୁଛି କିଛି କରିପାରୁଛି କିନ୍ତୁ କାହିଁ ବଞ୍ଚେଇ ରଖିଛନ୍ତି ଚେତନା ସେଇଟା ହଉଛି ମଣିଷର ସବୁଠୁ ବଡ ଉପାଦାନ ଆକାଶ ବହୁତ ସୁନ୍ଦର କିନ୍ତୁ ଆକାଶରେ ଚେତନା ନାହିଁ ପାଣି ପବନ ଏହାର ଚେତନା ନାହିଁ ପଶୁ ପକ୍ଷୀଙ୍କର ଚେତନା ଅଛି ପଶୁପକ୍ଷୀ ଚେତନା ଅଛି କିନ୍ତୁ ମଣିଷର ପଶୁପକ୍ଷୀ ତଫାତ ହଉଛି ଯଦି ପଶୁପକ୍ଷୀ ମାନେ କନସିୟସ୍ ଚେତନବାନ ମଣିଷ ହଉଛି ସେଲ୍ଫ କନସିୟସ୍ ମୁଁ ଜାଣୁଛି ମୋର ୱିକନେସ୍ କଣ ମୁଁ ଜାଣୁଛି ମୋର ଷ୍ଟ୍ରେଂଥ କଣ ହାତୀ ଯଦି ଜାଣିଥାନ୍ତା ନିଜର ଷ୍ଟ୍ରେଂଥ ଉପରେ ଆପଣ ହାତୀ ପାଖକୁ ଯାଇପାରନ୍ତେ କୋଭିଡ ଲିଟିଲ ମାଇକ୍ରୋବ ତାର ଯଦି ଥାନ୍ତା ସେଲ୍ଫ କନସିୟସନେସ୍ ମୁଁ ଗୋଟେ ଛୋଟ ହେଲେ ବି ସାରା ସମସ୍ତଙ୍କୁ ମାରିଦେବି ଆମ ମଣିଷ ବଞ୍ଚିପାରିବ ମଣିଷ ଆମେ ସ୍ପେଶାଲ ସମସ୍ତଙ୍କୁ କାହିଁକି ନା ଆମମାନେ କନସିୟସ୍ ସେଲ୍ଫ କନସିୟସ୍ ସେଇ ଯୋଉ ମଣିଷ ସେଲ୍ଫ କନସିୟସ୍ ସେଇଟା ଗୋଟେ ଭୟଙ୍କର ବିରାଟ ଆଶୀର୍ବାଦ ଭୟଙ୍କର ଅଭିଶାପ ସେଇ ଅହଙ୍କାର ଫୁଟାଣି ମାରିକି ଯାଇପାରିବ ମୋ ଭଳିଆ ପାଠୁଆ କେହି ନାହିଁ ମୋ ଭଳିଆ ଲୋକ କେହି ନାହାନ୍ତି ମୋ ଧର୍ମ ଭଳିଆ ଧର୍ମ ନାହିଁ ମୋ ଶକ୍ତି ଭଳିଆ ଶକ୍ତି ନାହିଁ ସମସ୍ତଙ୍କୁ ମାରିକି ଉଡେଇ ଦବ ଆଉ ସେଇ ଲୋକ ବି କହିପାରିବା ମୁଁ ଯେମିତି ଗୋଟେ ଆଶୀର୍ବାଦ ମୋ ପାଇଁ ଜୀବନ ମୋର ଆଶୀର୍ବାଦ ମୁଁ ମରିବାକୁ ଚାହୁଁଛି ନା ମୁଁ କାହିଁକି କାହାକୁ ମାରିବି ମୁଁ କାହାକୁ ଦୁଃଖ ଦେବାକୁ ଚାହୁଁଛି ନ ମୁଁ କାହିଁକି କାହାକୁ ଦୁଃଖ ଦେବି ଯଦି ଏଇ ଭାବନାଟା ସ୍କୁଲ କଲେଜ ୟୁନିଭର୍ସିଟିରେ ଯଦି ଦେଇ ହବ ଏଇଟା ରେସ୍ପନ୍ସିବିଲିଟି ହେଉଛି କାହାର ଭେରି ଫ୍ରାଙ୍କ ଯେଉଁମାନେ ଧର୍ମ ଜଗତରେ ଅଛନ୍ତି ସେମାନଙ୍କୁ ଦେଇ ସେମାନେ ସେଇଟା କରିବା ଦରକାର କାହିଁକିନା ସିଏ ସମସ୍ତଙ୍କୁ ନଷ୍ଟ କରିଦେଉଛନ୍ତି ଏଇ ଗୋଟାକ ହେଉଛି ସତ୍ୟ ଆ ଛଡ଼ା କିଛି ସତ୍ୟ ନୁହେଁ ଦିସ୍ ଇଜ୍ ଦ ଟ୍ରୁଥ୍ ଆଣ୍ଡ ଓନ୍ଲି ଟ୍ରୁଥ୍ এইটা হচ্ছে ঈশ্বর আউ কেই নাই দ্যাট ইজ ওয়াই ইট বিকমস সো পেনফুল আর ଯେଉଁମାନେ ଏଇଭଳି ବିଷୟ ବୁଝିବେ ଦେ କ୍ୟାନଟ୍ ବି ଫାନାଟିକ୍ ସେମାନେ ଧର୍ମାନ୍ଧ ହେଇପାରିବେ ନାହିଁ ମୌଳବାଦୀ ହେଇପାରିବେ ଧର୍ମର ମୂଳ ତତ୍ତ୍ୱକୁ ଯିଏ ବୁଝିବ ସ୍ୱାମୀଜୀ ସେ ଆଉ କୌଣସି ପରିସ୍ଥିତିରେ ଧର୍ମାନ୍ଧ ହେବନି ଆଉ ମଣିଷକୁ ମାରିବନି ଗୁଳି ଚଲେଇବନି AK-47 ୟୁଜ କରିବାର କଣ ଦରକାର ଆରେ ଭାଇ ଗୋଟେ ଲୋକକୁ ବଞ୍ଚେଇ ରଖିଲେ ତ ମରିଯିବ ତ ଗୋଟେ ଗୁଳିଟା କାହିଁ ନଷ୍ଟ କରୁଛ ଗୋଟେ ଜୋକ୍ ଅଛି ଆମ ତେନାଲି ରାମନ ସେଇଭଳିଆ ଗୋଟେ ବହୁତ ଜୋକ୍ ଅଛି ସେ ତାଙ୍କୁ ଥରେ ରାଜା ତାପରେ ବୀରବଲ ରାଜା ତାପରେ ଭାଇ ରାଗିଗଲେ ଗୋଟେ ଗପ ସୁନ୍ଦର ଗପ ରାଗିଗଲେ କହିଲେ କାହିଁକିନା ସିଏ ଗୋଟେ କଣ କହିଲେ ଯୋଉଟା କି ରାଜାଙ୍କୁ ଅସମ୍ମାନ ଭଳିଆ ତୁମେ ମରିବ ତମକୁ ମୁଁ ଫାଶୀ ଦେବି ତୁମେ ମରିଯିବ ସମସ୍ତଙ୍କ ଲୋକ ମନ ଖରାପ ହେଇଗଲା ମହାରାଜ ସେ ଜାଣିଛନ୍ତି ସେ କେତେ ଜ୍ଞାନୀ ଲୋକ ସମସ୍ତଙ୍କୁ ଖୁସି କରାଉଛନ୍ତି ଆପଣ ତାଙ୍କୁ ଏମିତି ମାରିଦେବେ କାହିଁକି ସମସ୍ତେ ଯେତେବେଳେ କହିଲେ ରାଜାଙ୍କର ବି ରାଗରେ କହିଦେଇଛି ଆଉ ଫେରେଇ ନେବାକୁ ତ ତାଙ୍କର କହିଲେ ମୁଁ ରାଜା ନା କଥାଟା କଣ କରେଇ ନେବ ସେ କହିଲେ ଓକେ ମୁଁ ତମକୁ ଗୋଟେ ପ୍ରିଭିଲେଜ ଦେବି ମରିବ ତୁମେ ନିଶ୍ଚୟ କିନ୍ତୁ ତୁମେ କୁହ ତୁମେ କେମିତି ମରିବ ସେ କଣ କହିଲେ ଜାଣିଛ ମୁଁ ବୁଢା ହେଇକି ମରିବି ଲୋକ କଣ କି ତା ଭାବିପାରିବେ ଆରେ ନିର୍ଯାସ ହଉଛି କାହାର ଏମିତି ଚିନ୍ତା ଅଛି କହିଲେ ଲୋକ କଣ କହିବେ ଗୋଟେ ବିଷ ଦେଇ ଦିଅନ୍ତୁ ଆଉ ପାଣିରେ ବୁଡେଇ ଦିଅନ୍ତୁ ଆଉ ନହେଲେ ଫେଟାଲ ଇଞ୍ଜେକ୍ସନ ଦେଇ ଦିଅନ୍ତୁ କାହିଁକିନା ଟିକେ କଷ୍ଟ ଟିକେ କମିଯିବ ସିଏ କଣ କହିଲା ମୁଁ ମରିବି କିନ୍ତୁ ମୁଁ ସମୟରେ ମରିବି ବାର୍ଦ୍ଧକ୍ୟ ଦ୍ଵାରା ମରିବାକୁ ଚାହୁଁଛି ରାଜା ବୁଝିଦେଇଥିଲେ ନା ନାହିଁ ଲୋକଙ୍କୁ ମାରିବାକୁ କଣ ଦରକାର ଲୋକ ଜନ୍ମ ହେଲା ମାତ୍ରେ ତାର ବଡିରେ ସେ ନିଶ୍ଚୟ ଯିବ କଣ ଦରକାର ତା ମାରିବା ସେଇ ଜନ୍ମ ବିଷୟରେ ସେଇ ଜାଗାରେ ପାଠ ଦୁନିଆ ବିଷୟରେ ଜାଣିବା ଦରକାର ଦେହ ବିଷୟରେ ଜାଣିବା ଦରକାର ମନ ବିଷୟରେ ଜାଣିବା ଦରକାର ନିଜ ବିଷୟରେ ବି ଜାଣିବା ଦରକାର
କେବଳ ଯୋଉ ନିଜ ବିଷୟଟା କେବଳ ମଣିଷ ବୁଝିବ, କାରଣ ମଣିଷର ଗୋଟେ ନିଜତ୍ୱ ଅଛି, ଇଣ୍ଡିଭିଜୁଆଲିଟି ଅଛି। ମଣିଷ ହଉଛି ସେଲ୍ଫ କନସିୟସ୍, ଅନ୍ୟମାନେ ନୁହେଁ। ସେଇ ସକାଶେ ତୁମେ ମଣିଷଟାକୁ ଯଦି ବିଦା କରିଦେବ ନା, ସୃଷ୍ଟି ଚମତ୍କାର ଭାବେ ଚାଲିବ। କିନ୍ତୁ ଉପଭୋଗ କଲା ବାଲା କିଏ? କେବଳ ମଣିଷ। ଏତେ ପ୍ରିଭିଲେଜ୍ ପୋଜିସନରେ ରହିକିରି ମାରିବା କ'ଣ ଦରକାର? ତେଣୁ ଧର୍ମ ନାମରେ ଯୁଦ୍ଧ ଅତି ଖରାପ। ତାର ଅର୍ଥ ନୁହେଁ ଯେ ପଇସା ନାଁରେ ଯୁଦ୍ଧ କଲେ ଭଲ, ତାର ଅର୍ଥ ନୁହେଁ ଯେ ଜମି ନାଁରେ ଯୁଦ୍ଧ କଲେ ଭଲ। ଆରେ ଭାଇ, ପୃଥିବୀଟା ସମସ୍ତଙ୍କର। କାହିଁକି ତୁମେ କହୁଛ ମୋର ଏଇଟା ଜାଗା ନା ଆଉ କିଏ ନେଇପାରିବନି? ଏ ଗୋଟେ ଥିଲା ଭାରତ ଦେଶ ନା, ଭାରତରେ ଗୋଟେ ଥିଲା, କ'ଣ ଥିଲା? ଆଫଗାନିସ୍ତାନ ଥିଲା, ପାକିସ୍ତାନ ଥିଲା, ବାଂଲାଦେଶ ଥିଲା, ମିଆଁମାର ଥିଲା, ଶ୍ରୀଲଙ୍କା ଥିଲା, 5-6ଟା ଦେଶ। ଆଚ୍ଛା, ଇଣ୍ଡିଆନ ଫର ଇଣ୍ଡିଆନ ମାନେ 5-6ଟା ଦେଶ ଅଲଗା ହେଇଗଲେଣି। ତୁମେ ଯେତେ ଭାଙ୍ଗିଦବ, ଏଇ ଯୋଉ ଡିଭିଜନ କିଏ ସୃଷ୍ଟି କରୁଛି? ଧର୍ମ ସୃଷ୍ଟି କରୁଛି, ଭଗବାନ ସୃଷ୍ଟି କରୁଛି, କିନ୍ତୁ ଧର୍ମ ବି ସୃଷ୍ଟି କରୁଛି। କ'ଣ? ଏଇ ଧର୍ମ ଲୋକମାନଙ୍କର ଏଇଟା ନ୍ୟାସନାଲ ରିଲିଜିଅନ। ଏଗୁଡ଼ା କ'ଣ? ଏମିତି ଗୋଟେ ସେ ରିଲିଜିଅନ ହବା ଦରକାର, ଯେମିତି ସେକୁଲାର ଷ୍ଟଡି ଗୁଡ଼ା ଏମିତି ହବା ଦରକାର ଯେ ସମସ୍ତେ ବୁଝିବେ ମୁଁ କିଏ। ଧର୍ମଟା ବି ଏମିତି ହବା ଦରକାର, କାହାକୁ ସ୍ପେଶାଲ ଆଇଡେଣ୍ଟିଟି ନ ଦେଇକିରି ସମସ୍ତଙ୍କର ଆଇଡେଣ୍ଟିଟି ଏକା। ଆପଣ ଯେତେବେଳେ ପଚାରୁଛନ୍ତି ଗୋଟେ ଲୋକକୁ ତୁମେ କିଏ, ସମସ୍ତେ କେମିତି ଆରମ୍ଭ କରିବେ? ମୁଁ। ଆପଣ ନିଜକୁ ଇଣ୍ଟ୍ରୋଡ୍ୟୁସ କରନ୍ତୁ, କେମିତି ଆରମ୍ଭ କରିବେ? ମୁଁ। ବାସ୍। ତାପରେ ସେଇଟା ହଉଛି 8 ବିଲିୟନ ଲୋକ ସମସ୍ତେ କହିବେ ମୁଁ। କିନ୍ତୁ ତାପରେ ଯୋଉ ଲାଇନ, ଭାରତୀୟ, ପାକିସ୍ତାନୀ, ଆମେରିକାନ, ଅଷ୍ଟ୍ରେଲିଆନ ଆରମ୍ଭ ହେଲା। ଆଚ୍ଛା, ତାପରେ ପୁରୁଷ, ସ୍ତ୍ରୀ, ଧଳା, ଗୋରା, ନାଲି, ନେଳି, ମୁଁ ସହିତ ଯାହା ଲଗେଇ ଦଉଛନ୍ତି ସେ ସବୁ ଗୁଡାକ ଡିଭିସିଭ। କିନ୍ତୁ ମୁଁ ହଉଛି ଇଣ୍ଡିଭିଜୁଆଲ। ଆପଣ କହିଲେ ମୁଁ କହିଲି ମୁଁ, ଫାଣ୍ଟାଷ୍ଟିକ, ବଢିଆ। ମୋର ସବୁ ବଦଳିଯିବ। ମୋର କହିଲା ମୁଁ ଭାରତୀୟ, ମୁଁ ପାକିସ୍ତାନୀ, ମୁଁ ବାଂଲାଦେଶୀ, କ'ଣ? ମୋର ସିଟିଜେନସିପ। ଯେତେବେଳେ ଛୁଆ ହେଇ ଆମେ ଜନ୍ମ ହେଇଛୁ, ମୁଁଟା ସତ୍ୟ, ମୁଁଟା ହଉଛି ସତ୍ୟ, ମୁଁ ସମସ୍ତଙ୍କ ଭିତରେ ଅଛି। ଇଣ୍ଡିଭିଜୁଆଲ, ସମସ୍ତେ ଗୋଟିଏ ଆତ୍ମାର ଅଧିକାର। ଆତ୍ମାର କିଛି ପ୍ରକାର ଭେଦ ନାହିଁ, କୌଣସି ପ୍ରକାର। ସେ ଆତ୍ମା ନାଁଟା କହିଲେ ବି ସେଇଟା ଗୋଟେ ଲୋଡେଡ ହେଇଯାଇପାରେ। ମୁଁ କାହିଁକି ସାଂସ୍କ୍ରିଟ ନାଁ ନେବି? ଭାଇ ତୁମେ ଦରକାର ଆଇ ସେନ୍ସ, ଆଇ ସବୁଆଡେ ୟୁନିଫର୍ମ। କ ଅହମ, କ ଆଇ, ଯେ ମୁଁ କହୁଛି ମୁଁ ହଉଛି ୟୁନିଭର୍ସାଲ। ଆଇ ସେନ୍ସ, ଗୋଟେ ଭାବନ୍ତୁ, ଅତି ସାଧାରଣ ସେନ୍ସିଂ। ଜାଣିବାଟା ଗୋଟେ କ'ଣ? ଜାଣିବାଟା ଗୋଟେ ଇନ୍ଦ୍ରିୟ, ଦେଖିବାଟା ଗୋଟେ ଇନ୍ଦ୍ରିୟ, ଶୁଣିବାଟା ଗୋଟେ ଇନ୍ଦ୍ରିୟ, ଜାଣିବାଟା ସମସ୍ତେ। ସବୁବେଳେ ତୁମେ ଜାଣୁଛ ନା ନାଇଁ? କ'ଣ ଜାଣୁଛ ବଦଳୁଛି, କିନ୍ତୁ ଜାଣିବାଟା କ'ଣ ବଦଳୁଛି? ଛୁଆ ଦିନୁ ଏପର୍ଯ୍ୟନ୍ତ, ଛୁଆ ଦିନ ଜାଣିଥିଲ ମୁଁ କିଛି ଜାଣିନି, ଅଇଜା ଫୁଟାଣି ମାରୁଥିବ, ଏତିକି ଜାଣିଛି। ମୋର ଦେହଟା ଖରାପ ହେଇ ଆସିଲାଣି, ଆଉ ମୁଁ ଭାବୁଛି ପଳେଇ ଯିବି, ଆଉ ଚେତନା ଶକ୍ତି ଯାଏ ନାହିଁ। ଆପଣ ଗୋଟେ କଥା କହି ସେଇଥିରେ ଛାଡ଼ିଦେବି, ଏଇଟା ଆପଣ ଯାହା ପଚାରେ କିଛି ଅସୁବିଧା ନାହିଁ। ମୁଁ ଥରେ ଯାଇଥିଲି ଗୋଟେ ଲେକ୍ଚର, ମୁଁ ଏଇ କଥା ତ କହୁଛି, ଆଉ ସନାତନ ତୁମେ ସଦାଏବ ନୂତନ, ତୁମେ ସବୁବେଳେ ଫ୍ରେଶ, ମରଣ ନାହିଁ, ଜୀବନ ନାହିଁ, କିଛି ନାହିଁ, ତୁମେ ସବୁବେଳେ ଫ୍ରେଶ, ଇମର୍ଟାଲ। ଗୋଟେ ପିଲା ଆସି ପଚାରିଲା, ସ୍ୱାମୀଜୀ, ହାଉ କ୍ୟାନ୍ ୟୁ ସେ ଆଇ ଆମ୍ ଇମର୍ଟାଲ? ଆଇ ସେଡ୍ ଅଲ୍ ରାଇଟ୍ ସନ୍। ତମକୁ ଖରାପ ଲାଗୁଛି ଶୁଣିବାକୁ? ମୁଁ ଯଦି କହିଥାନ୍ତି ତୁ ମରିବୁ, ତୁ ଯୋଉ ନଷ୍ଟ ପାଇବୁ, କଷ୍ଟ ପାଇବୁ, ଭଲ ଲାଗିଥାନ୍ତା? ମୁଁ ତତେ କହିଲି ତୁମେ ଅମରଣ। ଭଲ ଲାଗୁନି? ଓକେ, ଯଦି ଭଲ ନ ଲାଗୁଛି ଗୋଟେ କଥା କହ, ତୁମେ ଭାବୁଛ ତୁମେ ମରଣଶୀଳ, ରାଇଟ୍? ୟୁ ପ୍ରୁଭ୍, ମୁଁ ତାକୁ କହିଲି ସିଧା, ୟୁ ପ୍ରୁଭ୍ ୟୁ ଆର୍ ମୋର୍ଟାଲ। ତୁମେ ପ୍ରମାଣ କର ଯେ ତୁମେ ହଉଛ ମରଣଶୀଳ। ମୁଁ ପ୍ରମାଣ କରିଦେବି ଯେ ତୁମେ ହଉଛ ଅମରଣଶୀଳ, ଅମରଣ ଧର୍ମବାନ। ତୁମେ ପ୍ରମାଣ କରିଦିଏ ଯେ ମୁଁ ମୋର୍ଟାଲ, ମୁଁ ମରଣଶୀଳ। ମୁଁ ତମକୁ ପ୍ରମାଣ କରି ଦେଖେଇଦେବି ଯେ ତମେ ମରିବନି, ତୁମେ ମରିବ ନାହିଁ। କେମିତି ପ୍ରମାଣ କରିବେ ଆପଣ? ଆପଣ ନିଜେ ମତେ ଆପଣ ପ୍ରମାଣ ମଣିଷ ମରିଗଲା, ଯୋଉ ଦେହ ପୋଡା ହେଇଗଲା, ଆପଣ ପ୍ରମାଣ କରନ୍ତୁ ଯେ ଆପଣ ମରଣଶୀଳ, କୁହନ୍ତୁ ଟିକେ। ହଁ, ମଲା ପରେ ମଣିଷର ଦେହ ପୋଡା ହେଇଗଲା, ସରିଗଲା କଥା। ଟିକେ ଧୀରେ ଧୀରେ କୁହନ୍ତୁ। ମୁଁ ମରଣଶୀଳ ଆପଣ କହୁଛନ୍ତି, କିଏ ମରୁଛି? ଦେହ। ଦେହଟା ମୋର ନା ମୁଁ? ସେ ଆତ୍ମାର ଫର୍ମାଟ ନାହିଁ ନା, କିଛି ଆତ୍ମା କୋଉଠି ରହିଲା? ଦେହ ଭିତରେ ଥାଏ ଆତ୍ମା ନା, ଦେହ ଭିତରେ ବାହାରେ। ଆପଣଙ୍କ ଯଦି ଖାଲି ଦେହ ଭିତରେ ଅଛି, ଆପଣଙ୍କ ଦେହ ଭିତରେ ଆପଣ ଆତ୍ମା ନେଇ ଚାଲିଗଲେ, ଅନ୍ୟମାନଙ୍କର ଆତ୍ମା କ'ଣ ହେଲା? ଯାହାର ଯିଏ ମରିଗଲା ସେ ପଳେଇଗଲା। ଯିଏ ଯୋଉଠି ରହିଲା ସେଠି ତୁମେ ନେଇକି ଛାଡିକି ଯାଇପାରିବ? ତୁମେ ଯୁଆଡେ ଗଲେ ବି ନିଜର ସେନ୍ସ ଟାକୁ ଛାଡିକି ରହିପାରିବ? ସବୁଆଡେ ଚେତନା ନା ନାହିଁ? ଶୁଣନ୍ତୁ, ସେଇ ଯେ ତୁମେ ଯେତେବେଳେ କହୁଛ ମୁଁ ମୋର୍ଟାଲ, ତେଣୁ କ'ଣ କହୁଛ? ମୋ ଦେହଟା ପୁରା ମରିଯାଉ,
तुमर जहाँ अच्छी से गुड़ा सब मरणशील तुमर जमी परिवर्तनशील तुमर दुनिया परिवर्तनशील तुमर घर परिवर्तनशील तुमर देह परिवर्तनशील तुमर इंद्रिय परिवर्तनशील तुमर भावना परिवर्तनशील तुमर पाठ झाट सबू परिवर्तनशील केबे थरे कहल जे आलुओ पूरा स्ट्रेट लाइन जाऊँगी बर्तमान कह आलुओ वेवे जाऊँगी से बर्तमान बहुत दुनिया कि जीवन ना बर्तमान बाहर एक्सट्रा टेरेस्ट्रियल एक्जिस्टेंस इज देयर कौन ना सबू परिवर्तनशील कि गोटे जो गुड़ाक परिवर्तनशील से मरुचन मरबे तुम्हें अपरिवर्तनीय मु जो सेंस चेतना सबु बेले दिन रे राति रे खरा बेले वर्षा ऋतु रे सब समय रे सबु जगह रे सब सुनीता विलियम्स एंड अदर्स गले 9 मास सेठी रहिले सबु पैकिंग कर नहीं थे चेतना पैकिंग कर नहीं थे तेणु चेतना सब बेले अब एटा चेतना कहला बेलू से कथा कौन कि जो मानकर ए प्रकार कांसेप्ट ना चेतना देह गला पर कुआडे जाए मनीष मरी गला पर मनीष जीव कौन एटा घरटा को भांगी देला पर स्पेस कुआडे जाए जगहटा खाली रहिला खाली रह स्पेस अच्छी ना नहीं हाँ सही आ कौन स्पेस खाली रहिला स्पेस सब बेले रहिबो ना स्पेस टा चेतना नुहे बुझिले ना जेमती आपनकर भावना सब भूली गले कोन चेतना चली गला आपण कोन कहबे स्वामी जी आजकल तो चेतना कोडी थाए सबुआडे ना आकाशटा कोडी थाए सबुआडे थाए निशब्दटा कोडी थाए जेमती निशब्दता कोडी थाए आरी भीतर थाए आरी भीतर शब्द कोडी थाए शब्दर गोटे सोर्स अछि गोटे सिंह रडी गला कोडी सीट अछि चढ़ेबो बेला ऐसे गछर अछि शब्दर गोटे सोर्स अछि निशब्दर सोर्स कोन निशब्दर शब्द सोर्स रूपर सोर्स अछि अरूपर सोर्स भावनार सोर्स अछि चेतनार समस्ते सेटा आमे कोन मु गोटे सब जानी मु भी समझ भाया पाठ पढ़ी पाठ पढ़ी सारा किसी गला मो मुंड खराब है मुझे कौन मुझे दौड़ी गोटे प्रोफेसर हवा कि गोटे एग्जीक्यूटिव हवा कि गोटे ब्यूरोक्राट हवा ये मुझे प्रथम ब्यूरोक्राट बहुत लोग ये सी तो पुणी सेमती हैरान हो कौन हैरान कौन है जीवन ये पढ़ा चलिए तो निशब्दर सोर्स ना कौन मु कहीं कह चेतनार मोर मरिया इच्छा नहीं कहीं क्या मारि मो कहीं जन कि मरियम कहले गोटे कांद माड़े मुझे जो दिन प्रथम थर देखी गोटे अदर कंट्री ये जो लाइन टा देखी व्हेन यू गो बैक होम गोटे अननोन सोल्जर तो सबुआड़े अच्छी ना दुनिया सृष्टि बड़े व्हेन यू गो बैक होम प्लीज let them know tell the people around your family for your tomorrow we gave our today most pathetic statement सी गोटे लोक कहीं गोटे लेफ्टिनेंट को गोली कर मारदेला कम सी गोटे हिंदू की इंडियन मनुष्य क्या को भी मारदेवा कहीं मारद आम जीवन सृष्टि कर मारिदेव के देउछ ना टिके बदल के निजे बंचु ना तुमको जो पाकिस्तानी लोक जे अमेरिका एक्सट्राडाइट कर सब look, see, I don't know his name anyway. I don't want to because I don't want to tell the names also because it's pathetic. तुम्हें सीधी गला तुम्हें तो मार देला घरे खुशी रे मारला आइला तुमको डर मारछि मते गले से मार दे तुम्हें तो एते खुशी रे हसइलो मु माइला तुम मरियो के डर मारछि ओटे नॉट he has a right to his life but as much you live and let live yes बंचाओ बंचिबा को दि अब ना live and let जेंति मरिया पई खराब लागुछि सेंति अन्य को मारना बहुत धन्यवाद स्वामी जी आपनकर ये मतामत पाई जेतेबेले उत्तेजनापूर्ण परिस्थिति रही युद्धर भय रही सेतिकी बेले युद्ध पछरे रहितबा दर्शन कथा आपण आलोचना कले मु भाबी ए भिडियोटी आपनको भल लागिवो टिके धैर्यर सहित सुनिबे शांत भाव शुणिबे एवं युद्धर मूल कथा मनीष मनर मूल कथा को खोजिबे बहुत धन्यवाद स्वामी सुधानंद सरस्वती।